जय जगन्नाथ। गुड इवनिंग टू ऑल। ମୋ ଭଏସ ଆପଣ ମାନଙ୍କୁ ଶୁଭୁଛି? ମୋ ଭଏସ ଆପଣ ମାନଙ୍କୁ ଶୁଭୁଛି? ଯଦି ଶୁଭୁଛି ଚାଟ ବକ୍ସ ରେ ୟେସ୍ ଲେଖନ୍ତୁ। ଆଉ ସ୍କ୍ରିନ ଦେଖା ଯାଉଛି ନାହିଁ, ୟେସ୍ ଲେଖନ୍ତୁ। ଓକେ, ଠିକ ଅଛି, ଲେଟ୍ ଷ୍ଟାର୍ଟ। ତାହେଲେ ଆଜିର ବିଷୟବସ୍ତୁ ଆମେ କଣ ପଢିବା, ଆଗାମୀ ପାଇଁ କଣ ପ୍ଲାନିଂ ଅଛି ମୁଁ ଟିକେ କହି ରଖେ। ତ ଆମର ଟପିକ ପଢୁଛେ ଆମେ ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜି। ତ ଆଷ୍ଟ୍ରୋଲୋଜିକୁ କେମିତି ଆମେ ସେୟାର ମାର୍କେଟରେ ଲଗେଇ ପାରିବା, କୋଉ କାମରେ ଆମର ସେ ଆସିବ, ସେଇ ବିଷୟରେ ପଢିବା। ତ ଆମର ଏମ୍ ନୁହେଁ ଯେ ଟୋଟାଲ ଆଷ୍ଟ୍ରୋଲୋଜି ଆମେ ପଢିବା, ଆମେ ଗୋଟେ ଫୁଲି ଆଷ୍ଟ୍ରୋଲୋଜର ବନିବା। କାରଣ ଫୁଲି ଆଷ୍ଟ୍ରୋଲୋଜି ଜଣେ ପଢିବା ପାଇଁ ହେଲେ 6 ମାସ କୋର୍ସ ଦରକାର, ଡିଟେଲ୍ସ ପଢିବା ଦରକାର, 6 ମାସ ପୁରା ରେଗୁଲାରଲି କ୍ଲାସ ହବା ଦରକାର, ଅଧିକା କ୍ଲାସ ଦରକାର। ବଟ୍ ଆମକୁ ଏତେ ଡେପ୍ଥ ଯିବାର ନାହିଁ। ଯେତେ ଜିନିଷ ଆମ ପାଇଁ ଦରକାର, ଯେତେ ଜିନିଷ ଆମ ପାଇଁ ଦରକାର ଆମ ସେୟାର ମାର୍କେଟ ଯଦି କାମରେ ଆସିବ, ବାସ୍ ସେତେ ଜିନିଷ ଆମେ ଡିସ୍କସନ କରିବା। ସବୁ ଜିନିଷ ଡିଟେଲ୍ସ ଯିବାନି, ସବୁ ଜିନିଷ ଡିଟେଲ ଆମର ଆବଶ୍ୟକତା ନାହିଁ। କାରଣ ଡିଟେଲ୍ସ ଜାଣିବାକୁ ହେଲେ ବହୁତ କିଛି ଜିନିଷ ଜାଣିବା ପାଇଁ ପଡିବ। ଆଷ୍ଟ୍ରୋଲୋଜି ଟା ଏତେ ଛୋଟିଆ ଜିନିଷ ନୁହେଁ, ବହୁତ ବଡ ଜିନିଷ, ବହୁତ ବାହାର ଜିନିଷ ଅଛି। ଆଷ୍ଟ୍ରୋଲୋଜି ଭିତରେ ବହୁତ ଜିନିଷ ଅଛି। ଜଣକୁ ପ୍ରପରଲି ରିସର୍ଚ୍ଚ କରିବାକୁ ତାକୁ 2 ବର୍ଷ 3 ବର୍ଷ ଲାଗିବ। ଆମକୁ ଏତେ ଜିନିଷ ଜାଣିବା ଆବଶ୍ୟକତା ନାହିଁ। ଆମ ମାର୍କେଟ ପାଇଁ ଯେତେ ଜିନିଷ ଦରକାର, ବାସ୍ ଆମେ ସେତିକି ଜିନିଷ ଜାଣିବା। ତ ଆଜି ହେଲା କ୍ଲାସ ନମ୍ବର 3, 3 ନମ୍ବର କ୍ଲାସ ଆମେ ପଢୁଛେ। ପୂର୍ବ କ୍ଲାସରେ, ପ୍ରଥମ କ୍ଲାସରେ ଆମେ ପଢିଥିଲେ ୱିଦାଉଟ୍ ୟୁଜିଂ ଆଷ୍ଟ୍ରୋଲୋଜି ଆମେ କେମିତି ରିଭର୍ସାଲ ଟାଇମ ବାହାର କରିବା। ଇଣ୍ଟ୍ରାଡେରେ ଟ୍ରେଣ୍ଡ ରିଭର୍ସାଲ କେମିତି ହବ ସେ ବିଷୟରେ ଆମେ ଡିସ୍କସନ କରିଥିଲେ। ସେକେଣ୍ଡ କ୍ଲାସରେ ଆମେ ଇଣ୍ଟ୍ରୋଡକ୍ସନ ପାର୍ଟ ପଢିଥିଲେ, ଆଉ ଫ୍ରି ସଫ୍ଟୱେୟାର କେମିତି ଇନଷ୍ଟଲ କରିବେ ଆଉ ତାକୁ କେମିତି ୟୁଜ କରିବେ ସେ ବିଷୟରେ ଆମେ ପଢିଥିଲେ। ତ ଆଜିର କ୍ଲାସରେ ଆମେ ପଢିବା କଣ ନା, ଆମର କଣ କଣ ଦରକାର। ଆମେ ପୁରା ଗୋଟେ ପ୍ରେଡିକ୍ସନ ପାଇଁ ଗୋଟେ କୁଣ୍ଡଲି ଆପଣ ଦେଖୁଛନ୍ତି, ତାର ପ୍ରେଡିକ୍ସନ କରିବେ। ତ ଆମେ କାହାର କୁଣ୍ଡଲି ଦେଖିବା? ଆମେ ସେୟାର ମାର୍କେଟରେ କୁଣ୍ଡଲି ଦେଖିବା। ଆମେ ଜେନେରାଲ ଲୋକଙ୍କର କୁଣ୍ଡଲି ଦେଖି ସବୁ ଟାଇପର ପ୍ରେଡିକ୍ସନ ଆମେ କରିବାନି। ଫିର ବି ଆପଣ ଶିଖିଗଲା ପରେ ଆଉ ଟିକେ ମେହନତ କଲେ ମଧ୍ୟ ଆପଣ ଯେକୌଣସି ଲୋକଙ୍କର କୁଣ୍ଡଲି ଦେଖିକିରି ଆପଣ ପ୍ରେଡିକ୍ସନ କରିପାରିବେ। ବଟ ଆମେ ଆଜିରେ ଶିଖିପାରିବା କଣ ନା, ଜଣେ ସେୟାର ମାର୍କେଟରେ କାମ କରିବାକୁ ହେଲେ ତା କୁଣ୍ଡଲି କଣ କହୁଛି, ସେୟାର ମାର୍କେଟ ତା ପାଇଁ ଉପଯୁକ୍ତ କି ନାହିଁ, ଆମେ ପଢି ସାରିଲା ପରେ ଆମେ ପ୍ରେଡିକ୍ସନ କରିପାରିବା ଜଣଙ୍କର କୁଣ୍ଡଲି କଣ କହୁଛି, ସେୟାର ମାର୍କେଟ ପାଇଁ ସେ ଉପଯୁକ୍ତ କି ନାହିଁ। ତ ଏଇଟା ପ୍ରେଡିକ୍ସନ କରିପାରିବା। ତ ନେକ୍ସଟ ଜିନିଷ ହେଲା, ଆମେ ଏଇଟା ପଢି ସାରିଲା ପରେ ଆମେ କଣ କରିବା, ଗୋଟେ କମ୍ପାନୀ ଯେମିତି ଆମର କୁଣ୍ଡଲି ବନଉଛି, ଏଇଠି ଦେଖନ୍ତୁ ଆପଣ ଆଗରେ କୁଣ୍ଡଲି ସଫ୍ଟୱେର ଗୋଟେ ଖୋଲା ହେଇକିରି ଅଛି। ଆ ଧର ଆମେ କୁଣ୍ଡଲି ତିଆରି କରିପାରୁଛେ ନିଜେ ବି, ଆପଣ ନିଜେ ବି କୁଣ୍ଡଲି ତିଆରି କରିପାରିବେ, କୌଣସି ସଫ୍ଟୱେୟାର ଆବଶ୍ୟକତା ନାହିଁ। କୌଣସି ଆପଣ ଶିଖିଗଲା ପରେ କୌଣସି ସଫ୍ଟୱେୟାର ଆବଶ୍ୟକତା ନାହିଁ, ନିଜେ କୁଣ୍ଡଲି କରିପାରିବେ। ନିଜେ କୁଣ୍ଡଲି କରିପାରିବେ ଆଉ ନିଜେ ଆପଣ ସବୁ ପ୍ରେଡିକ୍ସନ କରିପାରିବେ। ଯେକୌଣସି କମ୍ପାନୀ, ଯେକୌଣସି କମ୍ପାନୀର ଆପଣ, ଯେମିତି ଆପଣଙ୍କର ନାଁ ଅଛି ସେମିତି ଗୋଟେ କମ୍ପାନୀର ନାଁ ଅଛି, ଆଉ କମ୍ପାନୀର ଡେଟ୍ ଅଫ ବାର୍ଥ ଅଛି। କମ୍ପାନୀ ଯେବେ ଫାଉଣ୍ଡେସନ ପଡିଛି, ଯେବେ ଜନ୍ମ ହେଇଛି, ତାର ମଧ୍ୟ ଡେଟ୍ ଅଛି, ଡେଟ୍ ଅଛି ଆଉ ପ୍ଲେସ୍ ଅଛି। ତ ତାକୁ ନେଇକି ଆପଣ କୁଣ୍ଡଲି ତିଆରି କରିପାରିବେ। କୁଣ୍ଡଲି ତିଆରି କରିକି ଆପଣ ତାର ପ୍ରେଡିକ୍ସନ କରିପାରିବେ। ତ ତାର ଭଲ ଟାଇମ କେବେ ଅଛି, ଖରାପ ଟାଇମ କେବେ ଅଛି। ତ ଭଲ ଟାଇମ ଖରାପ ଟାଇମ କଣ, ଗୋଟେ ଲୋକର ତ ଭଲ ଟାଇମ ଚାଲେ ତାହେଲେ ସେ କଣ କରେ, ତାର ଧନ, ଆମେ ତ ମୁଖ୍ୟତଃ ଧନ ଉପରେ ଆମର ଦରକାର। ଆମେ ଫାଇନାନ୍ସ ପଢୁଛେ, ଫାଇନାନ୍ସ ସେକ୍ଟର ଆମ ଦରକାର, ଅଲଗା ଜିନିଷ ନୁହେଁ। ତେଣୁ ଫାଇନାନ୍ସ ସେକ୍ଟରରେ କେତେବେଳେ ଡେଭଲପମେଣ୍ଟ ହବ, ଆପଣଙ୍କ କ୍ୟାରିୟରରେ, ଆପଣଙ୍କ ଲାଇଫରେ ଫାଇନାନ୍ସ ସେକ୍ଟର କେବେ ଅଗ୍ରଗତି ହବ, କୋଉ ଟାଇମରେ ଅଗ୍ରଗତି ହବ, ଯେମିତି ଆପଣଙ୍କ ଆଷ୍ଟ୍ରୋଲୋଜିକାଲ ଆପଣ କାଲକୁଲେସନ କରୁଛନ୍ତି, ସିମିଲାରଲି ଗୋଟେ କମ୍ପାନୀରେ ଆପଣ କରିପାରିବେ। କେତେବେଳେ ଭଲ ଟାଇମ ଅଛି, କେତେବେଳେ ଖରାପ ସମୟ ଅଛି। ତ ଭଲ ସମୟ ଥିଲେ ସେ କଣ ଉପରୁ ବୁଲିସ ହବ, ଯେତେବେଳେ ଖରାପ ସମୟ ଚାଲିଥିବ ସେ କଣ ହବ ନା ବିୟରିଶ ହବ, ମାର୍କେଟ ତଳକୁ 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 ଯିବ। ତାହେଲେ ତାକୁ ଆମେ ପ୍ରେଡିକ୍ସନ କରିବା ପାଇଁ ସବୁ ଜିନିଷ ଡିଟେଲ୍ସ ଜାଣିବା ପାଇଁ ପଡିବ। ଯେମିତି କି ଏଇଟା ଦେଖନ୍ତୁ, ଇଏ ଯୋଉ ସଫ୍ଟୱେୟାରଟା ଆପଣଙ୍କ ଆଗରେ ଓପନ ହେଇକି ଅଛି, ଆପଣ ଯୋଉ ଫ୍ରି ସଫ୍ଟୱେୟାର ପୂର୍ବରୁ ଦେଖେଇଥିଲେ ସେ ସଫ୍ଟୱେୟାର ୟୁଜ କରିପାରିବେ। ମାର୍କେଟରେ ବହୁତ ପ୍ରକାର ସଫ୍ଟୱେୟାର ୟୁଜ ହଉଛି, ଆପଣ ସଫ୍ଟୱେୟାର ୟୁଜ କରିପାରିବେ।
फ्री सॉफ्टवेयर अच्छी पेड सॉफ्टवेयर अच्छी किसी सॉफ्टवेयर यूज न कर मते निजे करि पारिबे एठे जेमते आपण आगर गोटे चार्ट ओपन हेके अछि एठे देखछन आपण आगर चार्ट ओपन हेके अछि गोटे बार चार्ट ओपन हेके अछि आजिर डेट ऑफ बर्थ रे देखो आजिर शेयर मार्केट रो आजिर डेट ऑफ बर्थ में मुई चार्ट तैयारी करछि तो आधर आपण देखुछंती जहा जहा जिनस दरकार आपण सब जिनस एसो जिनस जानिबा दरकार कोन कोन जिनस दरकार सही अनुसार हमें प्लानिंग करबा तो प्रथम दरकार होछि कोन एठी देखला आपण जन्म तिथि डेट को बार जन्म होइछि जन्म समय तापरे को डिरेक्शन रहिला प्लेस रहिला स्टेट रहिला तापर कंट्री रहिला ता सहित आपण तळु तळु देखिबे विभिन्न प्रकार जिनस सब अछि तो ये सब जिनस आपण सब जानिया ପାଇଁ पड़िबो तो जानले तो आपण कोटे जातकर प्रेडिक्शन करिबे जेमति आपण देखु अक्षांश रेखांश ए सब ओडिया में बनेछि आपण ओडिया रे कंफर्टेबल ओडिया रे करि परिबे तो चार्ट हेले आपण जेकोन जगह चार्ट आपण देखिबे तो चार्ट हेले आपण को तीन प्रकार चार्ट देखिबे आपण इंडियन रे जदी अछंती गोटे हेले नॉर्थ इंडियन चार्ट गोटे हेले नॉर्थ इंडियन चार्ट आ गोटे हेले साउथ इंडियन चार्ट समरा आ सम गोटे हेले ईस्ट इंडियन चार्ट तो तीन प्रकार चार्ट आपणकर यूज होची इंडिया रे जनरली कौन कौन ना नॉर्थ इंडियन ईस्ट इंडियन आउ साउथ इंडियन तो जनरली आपन को दुईटा जेहेतु आपण ओडिसा रे रहउछंती दीटा चार्ट सहित आपण अकाउंटेड हबा केमति पड़िबो ଆପଣ ଯେହେତୁ ଓଡିଶାରେ ଅଛନ୍ତି ଇଷ୍ଟ ଇଣ୍ଡିଆନ ଚାर्ट ସହିତ ହବ ଓଡିଶା ଚାର୍ଟ ଆପଣଙ୍କର ଏ ଯୋଉ ଦେଖୁଛନ୍ତି ଇଏ ହେଲା ତଳକୁ ଦେଖୁଛନ୍ତି ଇଏ ହେଲା କଣ ନା ଆପଣ ଓଡିଶାରେ ଚାର୍ଟ ଓଡିଶାରେ ଯୋଉ ଦେଖିବେ ଆପଣ ଯୋଉ ଚାର୍ଟ ୟୁଜ ଅଛି ଏଇ ଟାଇପ ର ଚାର୍ଟ ୟୁଜ ହଉଛି ଆପଣ ଦେଖିବେ ଯେତେ କୁଣ୍ଡଲି ଦେଖିବେ କୁଣ୍ଡଲି ସବୁ ଏଇ ଟାଇପ ର ବନା ହେଇଛି ତେଣୁ ଆପଣଙ୍କୁ ଏଇ ଟାଇପ ର କୁଣ୍ଡଲି ସହିତ ଆକ୍ୱାଣ୍ଟେଡ ହବା ପାଇଁ ପଡିବ ତା ସହିତ ନର୍ଥ ଇଣ୍ଡିଆନ କାହିଁକି ଆପଣ ଯଦି ଫ୍ୟୁଚରରେ ସଫ୍ଟୱେୟାର ୟୁଜ କରିବେ ଏଠି ଫାଇନାନ୍ସିଆଲ ସଫ୍ଟୱେୟାର ୟୁଜ କରିବେ ଯୋଉଥିରେ ଯଦି ଇଷ୍ଟ ଇଣ୍ଡିଆନ ନଥିବ କେବଳ କଣ ନା ଇଂଲିଶ ଭର୍ସନ ଥିବ ଇଂଲିଶ ଭର୍ସନ ଥିବ ଆଉ ନର୍ଥ ଇଣ୍ଡିଆନ ୟୁଜ ହଉଥିବ ତାହେଲେ ସେ ଜାଗାରେ କଣ ହବ ନା ଆପଣ ଯଦି କେବଳ ଯଦି ଇଷ୍ଟ ଇଣ୍ଡିଆନ ଜାଣିଛନ୍ତି ତାହେଲେ ଓଡିଆ ଜାଣିଛନ୍ତି ତାହେଲେ ସେ ଜାଗାରେ ଆପଣ ଅସୁବିଧା ହବ କାମ କରିବା ପାଇଁ ତ ସେଥିପାଇଁ ଆପଣ କଣ କରିବା ପାଇଁ ପଡିବ ନା ଅତି କମ ରେ ସାଉଥ ଇଣ୍ଡିଆନ ଆବଶ୍ୟକ ଯୋଉମାନେ ସାଉଥ ଇଣ୍ଡିଆନ ଥିବେ ସାଉଥ ଇଣ୍ଡିଆନ ଚାର୍ଟ ଦରକାର ନଚେତ ଆପଣଙ୍କୁ ଦୁଇଟା ଚାର୍ଟ ଆକ୍ୱାଣ୍ଟେଡ ହବା ପାଇଁ ପଡିବ ଗୋଟେ ହେଲା ନର୍ଥ ଇଣ୍ଡିଆନ ଚାର୍ଟ ଆଉ ଗୋଟେ ହେଲା ଇଷ୍ଟ ଇଣ୍ଡିଆନ ଚାର୍ଟ ତ ସଫ୍ଟୱେୟାର ତ ଅଟୋମେଟିକ ଆସିବ ତା ସହିତ ମଧ୍ୟ ଆପଣ ନିଜ ହାତରେ କନଷ୍ଟ୍ରକ୍ସନ କରିପାରିବା ଦରକାର ତ କନଷ୍ଟ୍ରକ୍ସନ ଯଦି କରିପାରୁଥିବେ ତାହେଲେ ଆପଣ ଆକ୍ୱାଣ୍ଟେଡ ହେବେ ତାହେଲେ ଆପଣଙ୍କୁ ପ୍ରେଡିକ୍ସନ କରିବାକୁ ସହଜ ହବ ଆପଣ ମୋ ଏଇ କ୍ଲାସ ସରିଗଲା ପରେ ଆପଣ ଆଉ ଟିକେ ଯଦି ଅଧିକ ପରିଶ୍ରମ କରି ଅଧିକ ଟିକେ ଲର୍ନ କରିନେବେ ତାହେଲେ ଆପଣ ପୁରା ଗୋଟେ ଆଷ୍ଟ୍ରୋଲୋଜର ହେଇପାରିବେ ଆପଣ ଲାଇଫରେ ଆପଣ ଗୋଟେ ଭଲ ଆଷ୍ଟ୍ରୋଲୋଜର ହେଇପାରିବେ ଆପଣଙ୍କ ସେୟାର ମାର୍କେଟ ପାଇଁ ଦରକାର ପ୍ଲସ ଡେଲି ଲାଇଫରେ ମଧ୍ୟ ଆପଣ ଏସବୁ ପ୍ରେଡିକ୍ସନ କରିପାରିବେ ତେଣୁ ଇଏ କ୍ଲାସ ଆଜି କ୍ଲାସ ଟାରୁ ଯେବେ ଆପଣ କ୍ଲାସ ଆଟେଣ୍ଡ କରୁଛନ୍ତି ମିନ୍ସ ପାଖରେ ପେନ୍ ଆଣ୍ଡ ପେପର ସବୁବେଳେ ରଖିବେ କାହିଁକି ନା ବହୁତ ଜିନିଷ ଆପଣଙ୍କୁ ମନେ ରଖିବା ପାଇଁ ପଡିବ ଆପଣ ଭାବିବେ ହଁ ତ କ୍ଲାସ ରେ ଅଛି ଭିଡିଓରେ ତ ଅଛି ମୁଁ କରିବି ଭିଡିଓ ଭାଇ ଏଇ କ୍ଲାସ ସରିଗଲା ପରେ ଆପଣ କେବେ ହେଲେ ଏଇ ଭିଡିଓକୁ ରିପିଟ କରିକି ଦେଖିବେ ନାହିଁ କେହି ଦେଖନ୍ତିନି କି ଆପଣ ଦେଖିବେନି କାରଣ ୱାନ୍ସ ଆପଣ କ୍ଲାସ ଟା ଆଟେଣ୍ଡ ନ କରିଥିଲେ ଆପଣ ଦେଖିପାରିବେ କିନ୍ତୁ ୱାନ୍ସ ଆପଣ କ୍ଲାସ ଆଟେଣ୍ଡ କରିଛନ୍ତି ନେକ୍ସଟ ଟାଇମ କଣ ହବ ଭିଡିଓକୁ ଦେଖିବାକୁ ଜେନେରାଲି ଇଣ୍ଟରେଷ୍ଟ ହୁଏନି ଯୋଉ ଜିନିଷଟା ଆପଣ ଅଲରେଡି ଆଟେଣ୍ଡ କରିସାରିଥିବେ ତେଣୁ ସେଥିପାଇଁ କଣ କରିବେ ନା ପାଖରେ ପେନ୍ ଆଣ୍ଡ ପେପର ରଖିକି ବସିଥିବେ ଯାହା କ୍ଲାସ ରେ ପଢା ହବ ତାକୁ ସବୁ ଲେଖିବେ ଲେଖିବା ନିହାତି ଦରକାର କାରଣ ଆପଣଙ୍କୁ ମନେ ରଖିବା ପାଇଁ ପଡିବ କାରଣ ଆପଣ ପ୍ରେଡିକ୍ସନ କରିବେ ମିନ୍ସ ଆପଣ ବହୁତ ଜିନିଷ ମନେ ରଖିବା ପାଇଁ ପଡିବ ମନେ ନ ରଖିଲେ ଆପଣ ପ୍ରେଡିକ୍ସନ କରିପାରିବେନି ତେଣୁ ଯୋଉମାନଙ୍କ ପାଖରେ ପେନ୍ ଆଣ୍ଡ ପେପର ନାହିଁ ଏବେ କାହିଁକି ଆଜିର କ୍ଲାସ ଠାରୁ ଆପଣଙ୍କୁ ଲେଖିବା ପାଇଁ ପଡିବ ଲେଖିବା ପାଇଁ ପଡିବ ପ୍ଲସ ଆପଣଙ୍କୁ ମନେ ରଖିବା ପାଇଁ ପଡିବ ଯଦି ମନେ ନ ରଖୁଛନ୍ତି ତ କ୍ଲାସ ଆଟେଣ୍ଡ କରିବା କିଛି ଭ୍ୟାଲୁ ରହିବନି କି ଆପଣ ଆଟ ଦ ଏଣ୍ଡ ସବୁ କ୍ଲାସ ଆଟେଣ୍ଡ କରୁଥିବେ କିନ୍ତୁ ଆପଣ କିଛି କରିପାରିବେନି କାହିଁକି ନା ଆପଣଙ୍କୁ ବହୁତ କିଛି ଜିନିଷ ମନେ ରଖିବା ପାଇଁ ପଡିବ ତେଣୁ ପ୍ରତିଟି କ୍ଲାସରେ ତେଣୁ ସେଥିପାଇଁ ତ ୱିକଲି ଗୋଟେ ଗୋଟେ କ୍ଲାସ ରହୁଛି ଯୋଉଥିପାଇଁ କି ଆପଣ ସବୁ ଜିନିଷ ମନେ ରଖିବା ପାଇଁ ପଡିବ କାହିଁକିନା ସପୋଜ କଣ୍ଟିନ୍ୟୁସଲି ମୁଁ ଯଦି ରଖିଦେବି ଦି ମାସ କ୍ଲାସ ସାରିଦେବି ତାହେଲେ ଆପଣ କିଛି କରିପାରିବେନି କାହିଁକି ନା ଆପଣ ସବୁ ମନେ ରଖିପାରିବେନି ଗୋଟେ ଦିନରେ ଆପଣ ମନେ ରଖିପାରିବେ ଦି ଦିନ ମନେ ରଖିପାରିବେ
ସବୁ ଜିନିଷ ମନେ ରଖିବାକୁ ଆପଣ ସମୟ ଲାଗିବ। ତେଣୁ ଗୋଟେ ଗୋଟେ ସପ୍ତାହ ଆପଣଙ୍କ କ୍ଲାସ ରହିଲା, ସପ୍ତାହକୁ ଗୋଟେ ଲେଖା କ୍ଲାସ ରହିଲା, ଯାହା ପଢା ହଉଛି ଆପଣ ଲେଖିକି ରଖିଲେ ତାକୁ ମନେ ରଖିବେ। ଓକେ, ତାହେଲେ ଆପଣ ଯୋଉ ଚାର୍ଟ ଦେଖୁଛନ୍ତି ଏଇଟା ହେଲା କଣ, ଆପଣ ଓଡିଆ ଚାର୍ଟ ୟୁଜ କରାଯାଏ। ଓଡିଆ ଚାର୍ଟ, ଓଡିଆ କୁଣ୍ଡିଲେ ଏଇ ଟାଇପ ର ଚାର୍ଟ ୟୁଜ କରାଯାଏ। ଆଉ ଗୋଟେ ହେଲା ଆପଣ ନର୍ଥ ଇଣ୍ଡିଆନ ଚାର୍ଟ, ଆପଣ ଯେକୌଣସି ଚାହିଁବେ ଚାର୍ଟ ଦେଖିବା ପାଇଁ ନର୍ଥ ଇଣ୍ଡିଆନ ଚାର୍ଟ ଦେଖିବେ। ଦେଖନ୍ତୁ ଏଇଟା ମୁଁ ଦେଖେଇ ଦଉଛି, ଜଷ୍ଟ ମିନିଟ୍। ये जो चार्ट देखुଛନ୍ତି ଆପଣ, ଇଏ ହେଲା ନର୍ଥ ଇଣ୍ଡିଆନ ଚାର୍ଟ। ଆପଣ ଆଗରେ ଯୋଉ ଚାର୍ଟ ଟା ଓପନ ହେଇକି ଅଛି ବର୍ତ୍ତମାନ, ଇଏ ହେଲା ନର୍ଥ ଇଣ୍ଡିଆନ ଚାର୍ଟ। ତ ଦୁଇଟା ଚାର୍ଟ ସହିତ ଆପଣ ଆକ୍ୱାଣ୍ଟେଡ ହବ। ମୁଁ ତ ସବୁ କ୍ଲାସରେ ଓଡିଆ ଚାର୍ଟ ବୁଝେଇଦେବି ପ୍ଲସ ନର୍ଥ ଇଣ୍ଡିଆନ ଚାର୍ଟ ବୁଝେଇଦେବି। ସେମ ଜିନିଷ କିଛିଟା କ୍ଲାସରେ ଆପଣ ଆକ୍ୱାଣ୍ଟେଡ ହେଇଗଲା ପରେ ନିଜେ କରିପାରିବେ। ତ ଆପଣ ନିଜ ହାତରେ ଆପଣ ଆକୁ ଡ୍ରଇଂ କରିବା ଶିଖିବା ପାଇଁ ପଡିବ। ଯଦି ଡ୍ରଇଂ କରି ଶିଖିବେ ତାହେଲେ ଆପଣଙ୍କୁ କିଛି ଅସୁବିଧା ହବନି। ଫିର ବି ଦେଖନ୍ତୁ ଇଜିଲି ବର୍ତ୍ତମାନ ଡ୍ର କରିପାରିବେ। ପାଖରେ ପେନ୍ ଆଣ୍ଡ ପେପର ରଖିଛନ୍ତି, ମୋ ସହିତ ନିଜ ହାତରେ ଆପଣ ଡ୍ର କରନ୍ତୁ। ତ ଏଇଟା ଦେଖନ୍ତୁ ଓଡିଆ ଚାର୍ଟ। ଓଡିଆ ଚାର୍ଟଟାକୁ ଆପଣ କେମିତି ଡ୍ର କରିବେ, ସିମ୍ପଲ ଜିନିଷ। ଫାଷ୍ଟ ଦୁଇଟା ଲାଇନ ଟାଣନ୍ତୁ, ଟାଣିଲେ ସମସ୍ତେ। ତାପରେ ଫାଷ୍ଟ ଦୁଇଟା ପାର୍ଲାଲ ଟାଣିଲେ, ଏପଟେ ଦୁଇଟା ପାର୍ଲାଲ ଟାଣିଲେ। ଓକେ, ସିମ୍ପଲି ଏଠି ଗୋଟେ ଲାଇନ ଟାଣିଦେଲେ, ଏଠି ଗୋଟେ ଲାଇନ ଟାଣିଦେଲେ, ଏଠି ଗୋଟେ ଲାଇନ ଟାଣିଦେଲେ, ଏଠି ଗୋଟେ ଲାଇନ ଟାଣିଦେଲେ। ବାସ୍, ଇଏ ଆପଣଙ୍କର କୁଣ୍ଡଲି ହେଇଗଲା। ତ ଯଦି ଆପଣ ଚାହିଁବେ ବକ୍ସ ଏଇ ଟାଇପର କରିବା ପାଇଁ, ଚାରିପଟେ କନେକ୍ସନ କରିଦେଲେ ଆପଣଙ୍କ ବକ୍ସ। ଇଏ ହେଲା ଆପଣଙ୍କ ଓଡିଆ କୁଣ୍ଡଲି ଆପଣ ଡ୍ର କଲେ। ତ ସିମିଲାରଲି ଆପଣ କଣ କରିବେ, ନର୍ଥ ଇଣ୍ଡିଆନ ଡ୍ର କରିବା ପାଇଁ ଚାହିଁବେ, ୟାକୁ ଡ୍ର କରନ୍ତୁ। ଆପଣ ଯେତେବେଳେ କୁଣ୍ଡଲି ବନେଇବେ ତାହେଲେ ଘର ସବୁ ଏପଟ ସେପଟ ହେଇଯିବ, ଆପଣ ଡ୍ର କରିବାକୁ ଅସୁବିଧା ହବ। ନିଜ ହାତରେ ଯେତେବେଳେ ଆପଣ ଡ୍ର କରିବେ, ବସିଥିବେ ମାର୍କେଟରେ, ମାର୍କେଟ ଆଗରେ ବସିଥିବେ, ସଙ୍ଗେ ସଙ୍ଗେ ଗୋଟେ ଷ୍ଟକରେ ଆପଣ ଚାହିଁଲେ ପ୍ରେଡିକ୍ସନ କରିବା ପାଇଁ ଆଜିର କଣ ହବ କିମ୍ବା ଆଗାମୀ ପାଇଁ କଣ ହବ, ସଫ୍ଟୱେର ତ ୟୁଜ କରିଦେ, ସଫ୍ଟୱେର ସଙ୍ଗେ ସଙ୍ଗେ ଦେଖିଦେଇ ପାରିବେ। ଯଦି ନିଜ ହାତରେ କରୁଛ, ସଫ୍ଟୱେର ୟୁଜ କରୁନାହାନ୍ତି, ନିଜ ହାତରେ କରୁଛନ୍ତି, କୁଣ୍ଡଲିଟା ଡ୍ର କରିତେ କରିବେ। ଦେଖନ୍ତୁ ନର୍ଥ ଇଣ୍ଡିଆନ ଚାର୍ଟ ଆପଣ କେମିତି ଡ୍ର କରିବେ, ଆରାମସେ କରିପାରିବେ, କିଛି ଅସୁବିଧା ନାହିଁ। ବହୁତ ଇଜି ଜିନିଷ। ଫାଷ୍ଟ ଏତିକି ଜିନିଷ କରିଦିଅନ୍ତୁ, ମୁଁ ଯୋଉଟା କରିଛି ଏତିକି ଜିନିଷ ସେତିକି କରିଦିଅନ୍ତୁ। ଚାର୍ଟ ଡ୍ର କରନ୍ତୁ। ଯଦି ଆପଣ ରିଅଲି ଫାଇନାନ୍ସିଆଲ ଆଷ୍ଟ୍ରୋଲୋଜର ହବା ପାଇଁ ଚାହୁଁଛନ୍ତି, ଅର ଫ୍ୟୁଚର ଦି ଆଷ୍ଟ୍ରୋଲୋଜି ରେ କିଛି କାମ କରିବା ପାଇଁ ଚାହୁଁଛନ୍ତି, ଆଷ୍ଟ୍ରୋଲୋଜି କରିତେ ଲୋକ ତ ପ୍ରବଳ ପଇସା ଇନକମ କରୁଛନ୍ତି। ଆଷ୍ଟ୍ରୋଲୋଜିରେ ଆପଣ ଯେକୌଣସି, ଯଦି ଆପଣ ଓଡିଶାରେ ଯେକୌଣସି ଜାତକ ଗୋଟେ ଦେଖାନ୍ତୁ, ଜାତକ ଗୋଟେ ତିଆରି କରିବା ପାଇଁ କେତେ ଟଙ୍କା ନଉଛନ୍ତି? 1000 ଟଙ୍କା ନଉଛନ୍ତି ଗୋଟେ ଜାତକ କରିବା ପାଇଁ। ଜାତକ ପ୍ରେଡିକ୍ସନ ଦେବା ପାଇଁ 1000 ଠୁ ନେଇକି 10,000 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଗୋଟେ ଜାତକ ପ୍ରେଡିକ୍ସନ କରୁଛନ୍ତି। ଆପଣ ମ୍ୟାରେଜ ଯେତେବେଳେ ହଉଛି, ମ୍ୟାରେଜ ସେତେବେଳେ ମଧ୍ୟ ଆପଣ କୋଷ୍ଠି ମ୍ୟାଚ କରିବା ପାଇଁ, ଦୁଇଟା ପୁଅ ଝିଅର କୋଷ୍ଠି ମ୍ୟାଚ କରିକି କେବେ ତିଥି ଅଛି ସବୁ ଜିନିଷ ଗଣନା করে, ସେ ତ ଅତି କମରେ 1000 ଟଙ୍କା ନଉଛନ୍ତି। ତ ଆପଣ ମଧ୍ୟ ସେୟାର ମାର୍କେଟରେ କାମ କଲେ, ତା ସହିତ ଆଷ୍ଟ୍ରୋଲୋଜି କାମ କରି ମଧ୍ୟ ପଇସା ଇନକମ କରିପାରିବେ। ତାହେଲେ ବର୍ତ୍ତମାନ ଦେଖନ୍ତୁ ଆମେ ଏଇଟା କରିବା। ତ ପ୍ରଥମେ କଣ କଲେ, ଗୋଟେ ସ୍କ୍ୱାର ବକ୍ସ କରିଦେଲେ, ସବୁ ଡାଇଗୋନାଲ କୁ ଜଏନ କରିଦେଲେ। ତାପରେ ପ୍ରତି ମିଡିଲ ପଏଣ୍ଟ କୁ ଜଏନ କରିଦିଅନ୍ତୁ। ପ୍ରତି ସାଇଡ ର ମିଡିଲ ପଏଣ୍ଟ ଜଏନ କରିଦିଅନ୍ତୁ। तो ये अपन का चार्ट है। ये है नॉर्थ इंडियन चार्ट, ये है ईस्ट इंडियन चार्ट, और हम ओडिशा जो चार्ट यूज कर यूज कर। तो प्रथम चार्ट टा केमिति आपण कुंडली टा केमिति तैयारी करा होची, प्रथम सेटा शिखला दरकार। समस्त होगला जो मानकर दिसटा ईस्ट इंडियन चार्ट और नॉर्थ इंडियन चार्ट ड्रॉ करि पारले, प्लीज चार्ट बॉक्स रे एस लिखो। जो माने ड्रॉ कर सारे प्लीज राइट इन चैट बॉक्स एस। जो मान के ईस्ट इंडियन चार्ट और नॉर्थ इंडियन चार्ट हो गला, प्लीज राइट एस इन द चैट बॉक्स। करंतु माने आपण जदी रियली एस्ट्रोलॉजी को फाइनेंस आपण जानिया पे चाहउछंती, शेयर मार्केट यूज करा पे चाहते, और फ्यूचर एस्ट्रोलॉजर हबा पे जी इच्छा भी अछि, ताल करंतु। प्रति क्लास यदि आपण प्रेजेंट रहबे, जहां पढ़ा होची ताको मन ध्यान दे सुनिबे, लिखिबे खातार, प्रैक्टिस करिके चलिए, ताल हबे। समस्त रिप्लाई आसलानी, समस्त रिप्लाई आसलानी।
ତ ଅନ୍ୟମାନଙ୍କ ପାଖରେ ପେନ୍ ଆଣ୍ଡ ପେପର ନାହିଁ। ତ କ୍ଲାସରେ ବିନା ପେନ୍ ଆଣ୍ଡ ପେପରରେ ବସନ୍ତୁ ନାହିଁ। କ୍ଲାସରେ ବିନା ପେନ୍ ଆଣ୍ଡ ପେପରରେ ବସନ୍ତୁ ନାହିଁ। ଆଉ ଯଦି ଆପଣ ଭାବିବେ ମୁଁ ମାର୍କେଟରେ ଅଛି, ବିଜି ଟାଇମରେ ଯଦି କରୁଛି, ତାହେଲେ ଆପଣ କିଛି କାମକୁ ଆସିବନି। କେବଳ ଶୁଣୁଥିବେ, କିଛି ଜିନିଷ ମନେ ରହିବନି, କିଛି ଜିନିଷ ବୁଝିପାରିବେନି, କିଛି ଜିନିଷ କରିପାରିବେନି। ଭାଇ ଏ ଥଣ୍ଡା ନିଜସ୍ୱ ଦରକାର। ପ୍ରେଡିକ୍ସନ ଗୋଟେ ଟୁଣ୍ଡିଲ ଦେଖି ପ୍ରେଡିକ୍ସନ କରିବା ଏତେ ଇଜି ଜିନିଷ ନୁହେଁ। କିନ୍ତୁ ଆପଣଙ୍କ ଚାରିପଟେ ବହୁତ ଆଷ୍ଟ୍ରୋଲୋଜର ଅଛନ୍ତି, କିଛି ଜିନିଷ ଜାଣିନାହାନ୍ତି କିନ୍ତୁ ମନ ଇଚ୍ଛା ପ୍ରେଡିକ୍ସନ କରୁଛନ୍ତି, ଆପଣ ତାଙ୍କ ଉପରେ ଭରସା କରୁଛନ୍ତି। ଆଉ ସେଥିପାଇଁ କିଛି ଯେତେବେଳେ ଆପଣ ରେଜଲ୍ଟ ନ ଆସୁଛି, ଆପଣ ଆଷ୍ଟ୍ରୋଲୋଜି ଉପରେ ବିଶ୍ୱାସ କରୁନାହାନ୍ତି। କିନ୍ତୁ ଆଷ୍ଟ୍ରୋଲୋଜି ଇଜ ଅ ପ୍ୟୁର ସାଇନ୍ସ। ଯଦି ଆପଣ ଭଲସେ ବୁଝିଲେ, କାଲକୁଲେସନ କରିପାରିଲେ, ତାହେଲେ ଆପଣ ଗୋଟେ ଗ୍ରେଟ୍ ଆଷ୍ଟ୍ରୋଲୋଜର ହେଇପାରିବେ। ଓକେ, ତାହେଲେ ନେକ୍ସଟ ପଏଣ୍ଟ ଚାଲନ୍ତୁ। ଏ ଯୋଉ ଆପଣ ବକ୍ସ ଟାଣିଛନ୍ତି, ये जो बॉक्स आपण टाଣିଛନ୍ତି, तो ये जो प्रतिटी कोठरी देखुଛନ୍ତି, आपको कहते भाव कहते और गृह कहते। ओडिया आपण गृह कहते और जनरल भाव कहते। प्रतिटी घर को, ये जो प्रतिटी घर आपण देखुଛନ୍ତି, आपको कौन कहते? भाव कहते। भाव कहते और गृह कहते। ଯେତେଟି ଗୃହ ଅଛି, ତାହେଲେ ଆ ଦେହରେ ଆପଣ କେତେଟି ଗୃହ ଦେଖୁଛନ୍ତି କୁହନ୍ତୁ? କେତେଟା ଭାव ଦେଖୁଛନ୍ତି? ଗୋଟେ କୁଣ୍ଡଳୀର ଚାର୍ଟରେ ଚାର୍ଟ ବକ୍ସରେ ପଟାପଟ ଲେଖନ୍ତୁ। ଚାର୍ଟ ବକ୍ସରେ ପଟାପଟ ଲେଖନ୍ତୁ କେତେଟା ଭାव ଅଛି। ପଟାପଟ ପଟାପଟ, ଯିଏ ଆଟେଣ୍ଟିଭ ଥିବ ସିଏ ଭାଇ କହିବ, ନହେଲେ ଆପଣ କାଉଣ୍ଟ କରୁଥିବେ ହଉନଥିବ। ଓକେ, ତାହେଲେ ଇଏ ଆପଣ କୁଣ୍ଡଲି ଯୋଉ ଦେଖୁଛନ୍ତି, ପ୍ରତି କୁଣ୍ଡଲିରେ 12ଟି ଭାବ ଅଛି। କେତେଟା ଅଛି? 12ଟି ଭାବ ଅଛି। ତ ଯଦି ଆପଣ ଏଇଟାକୁ ଟୋଟାଲ ଗୋଟେ ସର୍କଲ କରିଦଉଛନ୍ତି, ସର୍କଲ କରିଦଉଛନ୍ତି, ଏଇଟା ଟୋଟାଲ ଯୋଉ ସର୍କଲ କରିଦେଲେ, ତାହେଲେ ସର୍କଲ ର ଫୁଲ ହଉଛି କେତେ? ଫୁଲ ହଉଛି, ଯଦି ଆପଣ ଡିଗ୍ରୀ କରିବେ, ଗୋଟେ ସର୍କଲ ହଉଛି, ସର୍କଲ ର ଡିଗ୍ରୀ ହଉଛି 360 ଡିଗ୍ରୀ। ତ ସେଇ 360 ଡିଗ୍ରୀକୁ ଯଦି ଆପଣ ଡିଭାଇଡ କରୁଛନ୍ତି କେତେ? 12 ରେ, ତାହେଲେ ପ୍ରତି ଭାବର କେତେ ଡିଗ୍ରୀ ହଉଛି? ନା ପ୍ରତି ଭାବ ହଉଛି 30 ଡିଗ୍ରୀ ଲେଖାଏ। ପ୍ରତି ଭାବ ହଉଛି 30 ଡିଗ୍ରୀ ଲେଖାଏ। ପ୍ରତି ଭାବ ହଉଛି କେତେ? 30 ଡିଗ୍ରୀ। ତାହେଲେ ପ୍ରତିଟି କୋଠରୀ ଆପଣ ଯୋଉ ଦେଖୁଛନ୍ତି, ପ୍ରତିଟି ଗୃହ ଦେଖୁଛନ୍ତି, ପ୍ରତିଟି ଗୃହ ହଉଛି 30 ଡିଗ୍ରୀ ଲେଖାଏ। ସମସ୍ତେ ସମାନ 30 ଡିଗ୍ରୀ। ନୋଟ ଡାଉନ କରି ରଖନ୍ତୁ। ପ୍ରତ୍ୟେକଟି ଭାବ ହଉଛି 30 ଡିଗ୍ରୀ। ପ୍ରତିଟି ଭାବ ହଉଛି, और ପ୍ରତ୍ୟେକଟି ଗୃହ ହଉଛି 30 ଡିଗ୍ରୀ। ଏଇ ଯୋଉ 12ଟି କୋଠରୀ ଆପଣ ଦେଖିଲେ, 12ଟି ଭାବ ଦେଖିଲେ, ଇଏ ହଉଛି ଆପଣଙ୍କର 12ଟି ରାଶି। କିଏ ହେଲେ? 12ଟି ରାଶି। ରାଶିର ନାଁକୁ ଆମେ ହିନ୍ଦୀରେ, ଇଂଲିଶରେ ଆଉ ଓଡିଆରେ ମନେ ରଖିବାକୁ ପଡିବ। ଯଦି ଆପଣ ପିଓରଲି ଓଡିଆରେ ସବୁ ଜିନିଷ କାମ କରୁଛନ୍ତି, ତାହେଲେ ଓଡିଆ ନାଁ ମନେ ରଖିବେ। ଯେହେତୁ ଆପଣ ଯୋଉ ସଫ୍ଟୱେୟାର ୟୁଜ କରିବେ, ହିନ୍ଦୀ ଇଂଲିଶର ସଫ୍ଟୱେୟାର ୟୁଜ କରିବେ, ତା ଦେହରେ କଣ ନାଁଟି ହିନ୍ଦୀ ଆଉ ଇଂଲିଶରେ ଆସିବ। ତେଣୁ ଆପଣଙ୍କୁ ସବୁ ରାଶି ମାନଙ୍କ ନାମକୁ ହିନ୍ଦୀ ଆଉ ଇଂଲିଶରେ ମନେ ରଖିବା ପାଇଁ ପଡିବ। ତାହେଲେ କୋଉମାନେ ରାଶିର ନାଁ ସବୁ ଜାଣିଛନ୍ତି, ପ୍ଲିଜ ଚାର୍ଟ ବକ୍ସରେ ଟିକେ ଲେଖନ୍ତୁ। ଯୋଉମାନେ ଜାଣିଛନ୍ତି, ଚାର୍ଟ ବକ୍ସରେ ପଟାପଟ ଲେଖନ୍ତୁ। 12ଟି ରାଶି ଯୋଉ ଅଛି, ଆପଣ ଦେଖିଲେ 12ଟି ଭାବ ଦେଖିଲେ, 12ଟି ଭାବ ସୂଚିତ କରୁଛି ଆପଣଙ୍କ 12ଟି ରାଶି। ତ ଯୋଉମାନେ ଜାଣିଛନ୍ତି 12ଟି ରାଶିର ନାମ, ତ ସେ 12ଟି ରାଶିର ନାମ ଦୟାକରି ଚାର୍ଟ ବକ୍ସରେ ୱାନ୍ ବାଇ ୱାନ୍ ଲେଖନ୍ତୁ। ଠିକ ହଉ ଭୁଲ ଲେଖନ୍ତୁ, କାରଣ ଆପଣ ମନେ ରଖିବାକୁ ପଡିବ। ସେମ ଜିନିଷ ଆପଣ ମନେ ରଖିବା ପାଇଁ ପଡିବ। ତ 12ଟି ରାଶିର ନାମ ଆପଣ ଲେଖନ୍ତୁ, ଲେଖିବାକୁ ଚେଷ୍ଟା କରନ୍ତୁ। ଠିକ ଆଉ ଭୁଲ କିଛି ଯାଏସ ନାହିଁ, 12ଟି ରାଶିର ନାମ ଲେଖନ୍ତୁ। ପଟାପଟ ଚାର୍ଟ ବକ୍ସରେ ଲେଖନ୍ତୁ। ଯେତେ ଲେଖିବେ, ଯେତେ ପ୍ରାକ୍ଟିସ କରିବେ, ଆପଣଙ୍କର ଏଇ କ୍ଲାସରେ ହିଁ ଆପଣଙ୍କ ମନେ ରହିଯିବ। କିଛି ଅସୁବିଧା ନାହିଁ। ସିରିଏଲ ହଉ ନ ହଉ ଆପଣ ଲେଖି ଚାଲନ୍ତୁ। ସିରିଏଲ ହଉ କି ନ ହଉ, ସିଦ୍ଧାର୍ଥ ସାର୍ ଲେଖିଲେ ଯେ ସିରିଏଲ ନବ, କିଛି ଅସୁବିଧା ନାହିଁ, ଲେଖନ୍ତୁ। ତାପରେ ଆପଣ ସିରିଏଲ ୱାଇଜ କରିବା ଶିଖିବେ। କାହିଁକି ଏ ସବୁ ଜିନିଷ ଆପଣ ମନେ ରଖିବା ପାଇଁ ପଡିବ। ଆପଣ ତ କୁଣ୍ଡଲି କରିବେ, ଯୋଉଟା କୁଣ୍ଡଲି ଆପଣ ତ କୋଉ ରାଶିରେ ସେ ଜନ୍ମ ହେଇଛି ଆପଣ ଜାଣିବେ କେମିତି?
तो ସବୁ ରାଶିର ନାଁ ଆପଣ ମନେ ରଖିବା ପାଇଁ ପଡିବ। ୟେସ୍, ଚେଷ୍ଟା କରନ୍ତୁ ଲେଖିବା ପାଇଁ ଚାଟ୍ ବକ୍ସରେ ଯିଏ ଠିକ ହବ ଭୁଲ ଲେଖନ୍ତୁ, ଲେଖିବାର ଅଭ୍ୟାସ କରନ୍ତୁ। ୟେସ୍, ଲେଖିବେ ନା, ନ ଲେଖିଲେ ଆପଣ କେମିତି ହବ? ଓକେ, ଦେଖନ୍ତୁ ଆପଣଙ୍କ ଇଏ ହେଲେ 12ଟି ରାଶିର ନାମ। 12ଟି ରାଶିର ନାମ ସିରିଏଲ ୱାଇଜ ଲେଖାଯାଇଛି। 12ଟି ରାଶିର ନାମ ସିରିଏଲ ୱାଇଜ ଲେଖାଯାଇଛି। 12ଟି ରାଶିର ନାମ ସିରିଏଲ ୱାଇଜ ଲେଖା ହେଇଛି ହିନ୍ଦୀ, ଇଂଲିଶ ଆଉ ଓଡିଆରେ। ତ ଓଡିଆରେ ଆପଣ ଦେଖିବେ ପ୍ରଥମ ହେଲା ସିରିଏଲ ନମ୍ବର ୱାନ୍। ସିରିଏଲ ନମ୍ବର ୱାଇଜ ଲେଖିବେ, କାହିଁକିନା ସିରିଏଲ ୱାଇଜ ନମ୍ବର ନ ରଖିଲେ କାହିଁକିନା ଆପଣଙ୍କୁ ସିରିଏଲ ୱାଇଜ ହିଁ କରିବା ପାଇଁ ପଡିବ। ଯଦି ଆପଣ ସିରିଏଲ ୱାଇଜ ଏପଟ ସେପଟ କରିଦେବେ, ସିରିଏଲ ୱାଇଜ ଯଦି ଏପଟ ସେପଟ କରିଦେବେ ତାହେଲେ ଆପଣଙ୍କ ସବୁ ଗଡବଡ ହେଇଯିବ। ସିରିଏଲ ୱାଇଜ ଆପଣ ରଖିବା ପାଇଁ ପଡିବ। ତେଣୁ ଆପଣଙ୍କୁ ନା ତିନିଟା ହିସାବରେ ମନେ ରଖିବା ପାଇଁ ପଡିବ, ଓଡିଆରେ, ହିନ୍ଦୀରେ, ଇଂଲିଶ। କାହିଁକିନା ଯେହେତୁ ଆପଣ ଷ୍ଟକ୍ ମାର୍କେଟ କରିବେ, ଷ୍ଟକ୍ ମାର୍କେଟ କଲାବେଳେ ଯଦି ଆପଣ ହିନ୍ଦୀ ସଫ୍ଟୱେର ଗୋଟେ ୟୁଜ କରୁଛନ୍ତି କିମ୍ବା ଇଂଲିଶ ସଫ୍ଟୱେର ୟୁଜ କରୁଛନ୍ତି ତା ଦେହରେ ଓଡିଆ ନାହିଁ, ତାହେଲେ ଆପଣ ସେ ଜାଗାରେ କଣ କରିବେ? ଆପଣ ଟ୍ରେଡିଂ ଦେଖିଲେ ବୁଝିବାକୁ ଅସୁବିଧା ହବ, କରିବାକୁ ଅସୁବିଧା ହବ। ତେଣୁ ରାଶି ନାମ ଯୋଡିଆକ ସାଇନ, ଓଡିଆରେ କହୁଛେ ରାଶି ନାମ ଆଉ ଇଂଲିଶ ଯୋଡିଆକ ସାଇନ। ତ 12ଟି ରାଶିର ନାମ ହେଲା କଣ ସିରିଏଲ ୱାଇଜ? ଇଏ ହେଲା 1 ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଆଉ ମୀନ। ହିନ୍ଦୀର ପ୍ରାୟ ସେମ ଟାଇପ ର ନାଁ ରହୁଛି। ମେଷର ମେଷ, ବୃଷ ତମେ ଆପଣ କହୁଛନ୍ତି ଏଠି ବୃଷଭ, ମିଥୁନ, ମିଥୁନ ସେମ ରହିଲା, କର୍କଟ, କର୍କଟ ରହିଲା, ସିଂହ, ସିଂହ ରହିଲା, କନ୍ୟା, ତୁଳା, ବିଛାକୁ ବୃଶ୍ଚିକ କହୁଛନ୍ତି, ଧନୁକୁ ଧନୁ ରହିଲା, ମକର ରହିଲା, କୁମ୍ଭ ରହିଲା, ମୀନ ରହିଲା। ପ୍ରାୟ ଓଡିଆ ହିନ୍ଦୀ ସମାନ ରହିଲା। କିନ୍ତୁ ଇଂଲିଶ ନା ଆପଣଙ୍କୁ ମନେ ରଖିବା ପାଇଁ ପଡିବ। କାରଣ ମୋଷ୍ଟ ଅଫ ଦି ଦେଖିବେ ସଫ୍ଟୱେରରେ ଦେଖିବେ ଆପଣଙ୍କ ନାଁ ଆସିବେ କଣ ଇଂଲିଶରେ। ଯେହେତୁ ଇଂଲିଶ ରେ ଆସିବ ଆପଣଙ୍କୁ କରିବାକୁ ଅସୁବିଧା ହବ। ତେଣୁ ଆପଣ ନାଁ ମନେ ରଖିବାକୁ ପଡିବ। ମେଷକୁ କହୁଛନ୍ତି ଏରିସ୍, ବୃଷକୁ କହୁଛନ୍ତି ଟାରସ, ମିଥୁନ କହୁଛନ୍ତି କେତେ ଜଣ ଆକୁ ପ୍ରୋନାଉନ୍ସ କରନ୍ତି ଜେମିନି, ଆଉ କେତେ ଜଣ ପ୍ରୋନାଉନ୍ସ କରନ୍ତି ଜେମିନାଇ। ଆପଣ ପରେ କ୍ଲାସ କେତେବେଳେ ଯଦି ଆପଣ ଅଲଗା କ୍ଲାସ କିଛି ଶୁଣୁଥିବେ ୟୁଟ୍ୟୁବ ଗୋଟେ ଦେଖିବେ, ସେ ଜେମିନାଇ କହିଲା ବେଳେ ଆପଣଙ୍କୁ ବୁଝିବାକୁ ଅସୁବିଧା ହବ। କେତେ ଜଣ ଜେମିନି ସ୍ପେଲିଂ କରନ୍ତି, ପ୍ରୋନାଉନ୍ସିଏସନ କରନ୍ତି, ଆଉ କେତେ ଜଣ ଜେମିନାଇ ମଧ୍ୟ କୁହନ୍ତି। ନେକ୍ସଟ କର୍କଟ ହେଲା କ୍ୟାନ୍ସର, ସିଂହ ହେଲା ଲିଓ, କନ୍ୟା ହେଲା ଭିଗ୍ରୋ, ତୁଳା ହେଲା ଲିବ୍ରା, ବିଛା ହେଲା ସ୍କର୍ପିଓ, ଧନୁ ହେଲା ସାଗିରସ୍, ମକର ହେଲା କ୍ୟାପ୍ରିକନ, କୁମ୍ଭ ହେଲା ଆକ୍ୱାରିସ୍, ମୀନ ହେଲା ପିସେସ୍। ତ ଇଏ ଆପଣଙ୍କ ନାଁ କୁ ସିରିଏଲ ୱାଇଜ ମନେ ରଖିବା ପାଇଁ ପଡିବ। ଆପଣ ଯୋଉ ନାଁ ଜାଣିଛନ୍ତି କିନ୍ତୁ ସିରିଏଲ ୱାଇଜ ଜାଣିନାହାନ୍ତି, ସେ ଜାଗାରେ ଆପଣଙ୍କ ଅସୁବିଧା ହବ। ତ ପ୍ରଥମେ କଣ କରିବା ପାଇଁ ପଡିବ ନା ଆପଣଙ୍କୁ ସିରିଏଲ ୱାଇଜ ମନେ ରଖିବା ପାଇଁ ପଡିବ। ସିରିଏଲ ୱାଇଜ। ସିରିଏଲ ୱାଇଜ ମନେ କଲେ ଆପଣ କୁଣ୍ଡଳୀରେ ସ୍ଥାପନ କରିବେ। ଦେଖନ୍ତୁ ଏ ଯୋଉ ରହିଲେ ଆପଣ ଯେତେଟା 12ଟା ରାଶିର ନାମ ଜାଣିଲେ, ସିରିଏଲ ନମ୍ବର ୱାଇଜ ମନେ ରଖିବା ପଡିବ। ସିରିଏଲ ୱାଇଜ ଆପଣ କଣ କରିବେ, ପ୍ରତି ଭାବ କୋଉ ଭାବରେ ଇଏ ପ୍ରେଜେଣ୍ଟ ରହୁଛନ୍ତି ତାକୁ ଆପଣ ପ୍ରେଜେଣ୍ଟ କରିବେ। ତାହେଲେ ବର୍ତ୍ତମାନ ନିଜ ହାତରେ ଚାର୍ଟ ଟି ଡ୍ର କରନ୍ତୁ। ଚାର୍ଟ ଡ୍ର କରନ୍ତୁ, ନିଜେ ଲେଖି ପେନ୍ ଆଣ୍ଡ ପେପରରେ ମୁଁ ଯେମିତି କରୁଛି ଆପଣ ଡ୍ର କରିନିଅନ୍ତୁ ନିଜ ପେନ୍ ଆଣ୍ଡ ପେପରରେ। ତ ଏଇ କକ୍ଷଟା ହେଲା ଆପଣଙ୍କର 1 ନମ୍ବର। This vow is ନମ୍ବର 1। ଆଉ ନମ୍ବର 1 ରେ ଆପଣଙ୍କ ଏ କୋଉ ରାଶି ରୁହେ? ଏ ଜାଗାରେ କାହାର କୋଠରୀ ଏଟା, କାହାର ଗୃହ ଏଟା ନା ମେଷର ଗୃହ। ଦିସ୍ ଇଜ ନମ୍ବର 2। ନମ୍ବର 2 ହେଲା ବୃଷ। ନମ୍ବର 2 ହେଲା ବୃଷ। ତ ସିମିଲାରଲି ମୁଁ ନମ୍ବର କରିଦଉଛି, ଆପଣ ଖାତାରେ ସେମାନଙ୍କ ନାଁ ଲେଖନ୍ତୁ। 1 2 3 4 5 6 7 8 9 10 11
12। ତାହେଲେ ପ୍ରଥମ ଘର ହେଲା ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ ଆଉ ମୀନ। 12 ନମ୍ବର ଘର ହେଲା ମୀନ। ତ ସିରିଏଲ ୱାଇଜ ଆପଣ ମନେ ରଖିବା ପାଇଁ ପଡିବ। ୟା ଭିତରେ ଏମିତି ନମ୍ବରିଂ ରଖିବେ କୋଉ ଜାଗାରେ କାହାର ଘର। ଯଦି ଆପଣ ଆପଣଙ୍କ ଘର ଭିତରେ ଅନ୍ୟ କାହା ଘର ଭିତରେ ପଶିବେ କଣ ହବ? ଭୁଲରେ ରାତିରେ ଡ୍ରିଙ୍କ କରି ସବୁ ଆସିଥାନ୍ତି, ଭୁଲରେ ନିଜ ଘର ବଦଳରେ ଅନ୍ୟ ଘର କାହାର ପଶିଯିବେ। ଯଦି ଅନ୍ୟ ଘର କାହାର ପଶିଯିବେ ଗଲା ଛାଞ୍ଚୁଣି ପହର ଖାଇବେ। ତ ଆପଣ ଯଦି ଟିକେ ଏପଟ ସେପଟ ଜଣକୁ ଗୋଟେ ଘରୁ ଅନ୍ୟ ଘରେ ଯଦି ସ୍ଥାପନ କରିଦେବେ ତାହେଲେ ଆପଣଙ୍କର କାଲକୁଲେସନ ସବୁ ଭଲ ହେଇଯିବ। ତ ଆପଣଙ୍କୁ କଣ କରିବା ପାଇଁ ପଡିବ ନା ଆକୁ ମନେ ରଖିବା ପାଇଁ ପଡିବ କୋଉ ଘର କୋଉଟା କେତେ ନମ୍ବର ଘର ମନେ ରଖିବାକୁ ପଡିବ ଆଉ ସେ ଘର କୋଉ ରାଶିର। ତେଣୁ ରାଶିର ସିରିଏଲ ନମ୍ବର ୱାଇଜ ଆପଣଙ୍କୁ ମନେ ରଖିବାକୁ ପଡିବ। ତେଣୁ ସେଥିପାଇଁ କହିଲି ପେନ୍ ଆଣ୍ଡ ପେପର ଆକୁ ବସି ଲେଖିକି ରଖନ୍ତୁ। ଲେଖିକି ରଖିଲେ ଆପଣ ମନେ ରଖିବା ପାଇଁ ପଡିବ। ଆପଣ କହିବେ ଭିଡିଓରେ ତ ଅଛି ମୁଁ ପରେ ଦେଖିଦେବି ଲେଖିଦେବି ମନେ ରଖିଦେବି। ବାରମ୍ବାର କହୁଛି କେହି କରନ୍ତିନି, ଆପଣ କରିବେନି। କାରଣ ୱାନ୍ସ ଗୋଟେ ଥର ଦେଖି ସାରିଲା ପରେ ଇଏ ଫିଲ୍ମ ନୁହେଁ ଯେ କି ଇଣ୍ଟରେଷ୍ଟିଂ ଗୀତ ନୁହେଁ ଯେ ଆପଣ ଆକୁ କଣ କରିବେ ଆଉଥରେ ଦେଖିବେ, ଦେଖିବାକୁ ଇଚ୍ଛା ହବନି। ତେଣୁ ସେଥିପାଇଁ ଯଦି ପେନ୍ ଆଣ୍ଡ ପେପର ଲେଖି ରଖିଥିବେ ଇମିଡିଏଟଲି ଆପଣ କିଛି ଜିନିଷ ମନେ ରହିଯିବ। ପର ମୁହୂର୍ତ୍ତରେ ଆପଣ ଆଉ ଥରେ ଦି ଥର ଦେଖିଦେଲେ ଆସ୍ତେ 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 ମନେ ରହିଯିବ। କ୍ଲିୟର? ତାହେଲେ ଆପଣ ଜାଣିଲେ ଏ ଯୋଉ ଇଷ୍ଟ ଇଣ୍ଡିଆ ଯୋଉ ଚାର୍ଟ ରହିଲା ଏଇଟା ଦେଖିଲେ। ତାପରେ ନର୍ଥ ଇଣ୍ଡିଆର ଚାର୍ଟ ଆମେ ଦେଖିବା। ନର୍ଥ ଇଣ୍ଡିଆ ଚାର୍ଟରେ କୋଉ ଘର କେତେ ନମ୍ବର ଦେଖ। ମୁଁ ନିଜେ ହାତରେ ଡ୍ର କରୁଛି, ଆପଣଙ୍କୁ ଅଲଗା ଚାର୍ଟ ଦେଖଉନି, ନିଜ ହାତରେ ଡ୍ର କରୁଛି। ଆପଣ ଡ୍ର କରନ୍ତୁ, ଡ୍ର କରିବା ଶିଖନ୍ତୁ। ତା ସହିତ ପ୍ରତି ଘରରେ ଆପଣ ପ୍ଲେସ୍ କରି ଶିଖନ୍ତୁ। ତାହେଲେ ଆପଣ ମନେ ରହିଯିବ ଇଜିଲି। ଦେଖି ଦେଖି ମନେ ରହିବନି। ଯେତେ ଲେଖିବେ ସେତେ ମନେ ଆପଣଙ୍କ ରହିବ। ଦେଖନ୍ତୁ ଏଇ ଚାର୍ଟ ଗୁରା ପୁରା ସିଧା ହଉନାହାନ୍ତି, ଯାହା ଯେମିତି ମ୍ୟାନେଜ କରିବେ। ତାହେଲେ ପ୍ରଥମେ କଣ କଲା ଗୋଟେ ସ୍କୋୟାର ବକ୍ସ ଆଣିଦେଲେ, ତାର ଇଚ୍ ଡାଇଗୋନାଲ କୁ ଜଏନ୍ କରିଦେଲେ। ତାପରେ ଇଚ୍ ସାଇଡରେ ମିଡିଲ କି ଆମେ ଜଏନ୍ କରିଦବା। ଇଚ୍ ସାଇଡରେ ମିଡିଲ କି ଜଏନ୍ କରିଦବା। ତାହେଲେ ଇଏ ନର୍ଥ ଇଣ୍ଡିଆନ ଚାର୍ଟ ବନିବ। ତାହେଲେ କଣ କରିବେ, ଆହାର ଯୋଉ ଭାବ ଅଛି କୋଉ ଭାବ କେତେ ନମ୍ବର କୋଉଠୁ ମାର୍କ କରାଯିବ। ଏଠି ଯେମିତି ଥିଲା 1 2 3 4 5 6 7 8 up to 12 ପର୍ଯ୍ୟନ୍ତ ଏଇଠି ଷ୍ଟାର୍ଟ ହବ ନମ୍ବର 1 ଏଇଠୁ। ନମ୍ବର 1, ନମ୍ବର 2, ନମ୍ବର 3, ନମ୍ବର 4, ନମ୍ବର 5, ନମ୍ବର 6, ନମ୍ବର 7, ନମ୍ବର 8, ନମ୍ବର 9, ନମ୍ବର 10। ଏଠି ବାବା ଏଠି ଛାଡ଼ିବି ସରି, ଜଷ୍ଟ ସେକେଣ୍ଡ ମାତ୍ର କରିଦେଉଛି। ଛାଡିଗଲେ ତ ଅସୁବିଧା ହବ। ଏମିତି ଭୁଲ ଭାଲ କଲେ ଭାଇ ଅସୁବିଧା ହେଇଯିବ। ନମ୍ବର ପ୍ଲେସ୍ କରି ଭୁଲ କରିଦେଲି। ଏମିତି ଯଦି ଟିକେ ମିଷ୍ଟେକ୍ ହେଲା ବାବା ସବୁ ଭୁଲ ଭାଲ ହେଇଯିବ ସବୁ କାଲକୁଲେସନରେ। ତ ଆପଣ କଲା ବେଳେ କେୟାରଫୁଲ କରିବେ। ଯେତେ ଆପଣ ଡ୍ର କରିବେ ପ୍ରାକ୍ଟିସ କରିବେ ସେତେ ଆକୁରେଟ ସବୁ ଜିନିଷ ହେଇଯିବ। ଓକେ 1 2 3 4 5 6 7 8 9 10 11 12। ତାହେଲେ ଇଏ ହେଲା ନର୍ଥ ଇଣ୍ଡିଆନ ଚାର୍ଟ। ନର୍ଥ ଇଣ୍ଡିଆନ ଚାର୍ଟ ନମ୍ବର। ଇଏ ହେଲା ଆପଣଙ୍କ ଓଡିଆ ଚାର୍ଟ ୟୁଜ କରୁଛନ୍ତି ଇଷ୍ଟ ଇଣ୍ଡିଆର ଚାର୍ଟ। ଇଏ ହେଲା ନର୍ଥ ଇଣ୍ଡିଆ, ଇଏ ହେଲା ଇଷ୍ଟ ଇଣ୍ଡିଆ। ତ ନମ୍ବର 1 ମିନ୍ସ ହେଲା ମେଷର ଘର, ନମ୍ବର 2 ହେଲା ବୃଷର ଘର, ନମ୍ବର 3 ହେଲା ମିଥୁନର ଘର, ନମ୍ବର 4 ହେଲା କର୍କଟ ଘର, ନମ୍ବର 5 ହେଲା ସିଂହର ଘର, ନମ୍ବର 6 ହେଲା କନ୍ୟାର ଘର, ନମ୍ବର 7 ହେଲା ତୁଳାର ଘର, ନମ୍ବର 8 ହେଲେ ବିଛାର ଘର, ନମ୍ବର 9 ହେଲା ଧନୁର ଘର, ନମ୍ବର 10 ହେଲା ମକର ଘର, ନମ୍ବର 11 ହେଲା କୁମ୍ଭର ଘର, ନମ୍ବର 12 ହେଲା ମୀନର ଘର। Simultaneously you have to remember the English name. ତ ସମସ୍ତଙ୍କ ଚାର୍ଟ ହେଇଗଲା, ଚାର୍ଟ ର ନମ୍ବରିଂ ହେଇଗଲା। ଯୋଉମାନଙ୍କ ହେଇଗଲା ପ୍ଲିଜ ରାଇଟ୍ ୟେସ୍ ଇନ୍ ଦ ଚାଟ୍ ବକ୍ସ। ଯୋଉମାନେ ପେନ୍ ଆଣ୍ଡ ପେପରରେ ଚାର୍ଟ ଲେଖିଲେ ଚାର୍ଟ ର ବକ୍ସରେ 1 2 3 4 କରି ଅପ୍ ଟୁ
12 पॉइंट लिखिले प्लीज राइट इन चैट बॉक्स यस यस ये सब जिन आप मन रखा पड़ो ये सब दिनिकिया जिन हबन ये सब कौन कहना समय नब मन रखापी आप दिनिकिया दिन के मन रखिपारे ना तेणु से आपण हाथ में समय रोचे गोटे गोटे सप्ताह ये सब जिनस ना सब मन रखा पड़ो जी जिते ना जल्दी मन रखी पार्टी से गोटे गोटे एक्सपर्ट हो ओके चलते नेक्स्ट जीवा ये तो जानिले आपण कौन जानले राशि मान तापर आप मन रखा पड़ो प्लानेट ग्रह ये हेले 12टी राशि ग्रह केतेटी अच्छा मैंने जानी आ ग्रहर नाम जानी प्लीज राइट इन द चैट बॉक्स जी सब ग्रह मानकर ना जानी केतेटी ग्रह ग्रहर नाम जानी प्लीज राइट इन चैट बॉक्स भूल हो ठीक लिखते भूल हो ठीक हो ना लिखि चलते प्रियव्रत सार कहले 9टी ग्रह अच्छी ओके अन्य माने मध्य आपण ग्रहर नाम लिखନ୍ତୁ भूल हो ठीक लिखନ୍ତୁ କାରଣ ଯେତେ ଲେଖିବେ ଆପଣଙ୍କ ସେତେ ମନେ ରହେ ସାର୍ ଲେଖିଲେ ଓକେ ଆଉ ଅନ୍ୟମାନେ ଲେଖନ୍ତୁ ଯେତେ ପରିଶ୍ରମ କରିବେ ଆପଣ କିଏ ଏତେ ଲେଖିବେ ଏତେ ପରିଶ୍ରମ କରିବ ପରେ ମୁଁ କରିଦେବିନି ଯିଏ ପର କଥା ଭାବିବ ନା ସେ କଣ ହବ ସେ ସେମିତି ରହିଯିବ ଆଜି କାମ ଯିଏ ରଖେ କାଲି କି ଅଭ୍ୟାସ କରଇ ପଶା ପାଲିକି ତେଣୁ ସବୁବେଳେ ଯଦି ଗୋଟେ ଜୀବନରେ ସଫଳ ବ୍ୟକ୍ତି ହବା ପାଇଁ ଚାହୁଁଛନ୍ତି ଖୁସିରେ ରହିବା ପାଇଁ ଚାହୁଁଛନ୍ତି ତ ଫଣ୍ଡା ହେଲା କଣ ଆଜି କାମ ଆଜି କର କାଲିର କାମ ମଧ୍ୟ ଯଦି ପାରୁଛନ୍ତି କିଛି କାମ କରିନିଅ ଆଉ ଯଦି କହିବ ହଁ ବାକି ତ ଅଛି ମୁଁ କରିବି ଆଉ ଏମିତି କଣ କାଲି 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 ଚମ୍ପେଇ ନଳପେ କାଲି 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 ହେଇ ସମୟ ବିତିଯିବ ଆପଣ କାମ କରିପାରିବେନି ତେଣୁ ଏବେକା କାମ ମିନ୍ସ ଏବେ କରିନବା ଓକେ ବହୁତ ବଢିଆ ବହୁତ ଜଣ ଲେଖୁଛନ୍ତି ଯେତେ ଲେଖିବେ ଆପଣଙ୍କ ନାଁ ଗୁରା ମନେ ରହିଯିବ ତେଣୁ ମୁଁ ଲେଖିବା ପାଇଁ ଆପଣ ମାନଙ୍କୁ ଏଇଥିପାଇଁ କହୁଛି କି ଆପଣ ଯେତେ ଲେଖିବେ ନା ଆପଣ ନାଁ ଗୁରା ମନେ ରହିଯିବ ତ ଇଏ ନା ଆପଣ ଜାଣିଥିବେ ସବୁ କିନ୍ତୁ ନାଁ ଗୁରା ମନେ ରଖିପାରିବେନି ସବୁ ନାଁ ଜାଣିଛନ୍ତି କିନ୍ତୁ ମନେ ରଖି ଆଟ ଟାଇମ କହିପାରିବେନି ତେଣୁ ସେଥିପାଇଁ ବାରମ୍ବାର କହୁଛି ଆପଣ ଲେଖନ୍ତୁ ଯଦି ଲେଖିବେ ତାହେଲେ ସେତେ ଜଲଦି ଆପଣଙ୍କ ମନେ ରହିଯିବ ଓକେ ବହୁତ ବଢିଆ ବହୁତ ଜଣ ଚାର୍ଟ ବକ୍ସରେ ପଟାପଟ ଲେଖିଦେଲେ ବହୁତ ସୁନ୍ଦର ଚାଲନ୍ତୁ ବର୍ତ୍ତମାନ ଦେଖନ୍ତୁ ଏଇ ଗ୍ରହର ଯୋଉ ଗ୍ରହର ନାମ ଆପଣ ଲେଖିଛନ୍ତି ତାହେଲେ ସେଇ ଗ୍ରହ ନାମ ଆପଣ ଦେଖନ୍ତୁ ଏଠି ଆପଣଙ୍କ ନାମ ମ୍ୟାଚ କରିନିଅନ୍ତୁ ଆପଣଙ୍କ ଠିକ ଅଛି କି ଭୁଲ ଅଛି ଇଂଲିଶ ରେ ମଧ୍ୟ ଆମକୁ ମନେ ରଖିବା ପାଇଁ ପଡିବ ସଂସ୍କୃତିରେ ମଧ୍ୟ ମନେ ରଖିବା ପାଇଁ ପଡିବ ଆଉ କାରଣ କିଛି ଜାଗାରେ ହିନ୍ଦୀରେ ଯୋଉ ସଂସ୍କୃତ ଭର୍ସନ ଆସିବ ହିନ୍ଦୀ ଭର୍ସନ ରହିବ ତେଣୁ ସେ ଜାଗାରେ ଆପଣ ବହୁତ ମନେ ରଖିଥିବେ ଓଡିଆ ମନେ ରଖନ୍ତୁ ଆଉ ଇଂଲିଶ ମଧ୍ୟ ମନେ ରଖନ୍ତୁ ତ ପ୍ରଥମ ଆପଣ କହୁଛନ୍ତି ଓଡିଆରେ ସୂର୍ଯ୍ୟ ବି ଦେଖିବେ କିଛି କୁଣ୍ଡଳୀରେ ସୂର୍ଯ୍ୟ ଲେଖା ହେଇଥାଏ କିଛି ଜାଗାରେ ରବି ଲେଖା ହେଇଥାଏ ସଂସ୍କୃତ ନାମ ସୂର୍ଯ୍ୟ ରବି ଦିଟା ସେମ ବି ଅଛି ଇଂଲିଶ ନେମ ହେଲା ସନ୍ ମନେ ରଖିବେ ଇଂଲିଶ ନେମ ହେଲେ ସନ୍ ନେକ୍ସଟ ହେଲେ ଆପଣଙ୍କର ଚନ୍ଦ୍ର ସେକେଣ୍ଡ ହେଲା ଚନ୍ଦ୍ର ସଂସ୍କୃତରେ ଚନ୍ଦ୍ର ଲେଖାଯାଏ ସୋମ ମଧ୍ୟ ଲେଖାଯାଏ ଇଂଲିଶ ରେ ଆପଣ କହୁଛନ୍ତି ସେଟା ମୁନ କହୁଛନ୍ତି
ତୃତୀୟରେ ହେଲେ ମଙ୍ଗଳ। ସଂସ୍କୃତରେ କୁଜ ବି କୁହନ୍ତି, ଅଙ୍ଗାରକ ମଧ୍ୟ କୁହନ୍ତି। ଇଂଲିଶରେ କୁହନ୍ତି ମାର୍ସ କୁହନ୍ତି। ଇଂଲିଶରେ କୁହନ୍ତି ମାର୍ସ। ଚତୁର୍ଥ ଗ୍ରହ ହେଲେ ଆପଣଙ୍କର ବୁଧ। ବୁଧ ବି କୁହନ୍ତି, ସଂସ୍କୃତରେ ସୌମ୍ୟ ମଧ୍ୟ କୁହନ୍ତି, ଆଉ ଇଂଲିଶରେ କୁହନ୍ତି ମର୍କୁରୀ। ଇଂଲିଶରେ କୁହନ୍ତି ମର୍କୁରୀ। ଏଇ ଦିଟା ଜିନିଷ ଗ୍ରହଟା ମନେ ରଖିତେ ଭଲ। ମଙ୍ଗଳ ଆଉ ବୁଧ ଆମ ମାର୍କେଟ ପାଇଁ ୟାର ବହୁତ ଇମ୍ପୋର୍ଟାନ୍ସ ଅଛି। ମର୍କୁରୀ ଆଉ ମାର୍ସ, ବୁଧ ଆଉ ମଙ୍ଗଳ, ମଙ୍ଗଳ ଆଉ ବୁଧ, ମାର୍ସ ମର୍କୁରୀ ଦିଟା ଜିନିଷ ଇମ୍ପୋର୍ଟାଣ୍ଟ ଜିନିଷ। ଆକୁ ମନେ ରଖିବେ, ତାଙ୍କର ଇମ୍ପୋର୍ଟାନ୍ସ ଅଧିକ ଅଛି ସେୟାର ମାର୍କେଟ ଉପରେ। ଦେନ୍ ହେଲେ ବୃହସ୍ପତି। ବୃହସ୍ପତି ସଂସ୍କୃତରେ ଗୁରୁ ବି କୁହନ୍ତି, ବୃହସ୍ପତି କୁହନ୍ତି। ଇଂଲିଶରେ ଆମେ କହୁଛେ ଜୁପିଟର। 6 ନମ୍ବର ଗ୍ରହ ହେଲେ ଆପଣଙ୍କ ଶୁକ୍ର। ସଂସ୍କୃତରେ ଶୁକ୍ର ବି କୁହନ୍ତି, ଭାର୍ଗବ ମଧ୍ୟ କୁହନ୍ତି, ଇଂଲିଶରେ କୁହନ୍ତି ଭେନସ୍। 7 ନମ୍ବର ଗ୍ରହ ହେଲେ ଆପଣଙ୍କର ଶନି। ସଂସ୍କୃତରେ ଶନି ବି କୁହନ୍ତି, ମନ୍ଦ ବି କୁହନ୍ତି, ସୌରୀ ମଧ୍ୟ କୁହନ୍ତି, ଇଂଲିଶରେ କୁହନ୍ତି ସାଟର୍ନ। 8 ନମ୍ବର ହେଲା ଆପଣଙ୍କର ରାହୁ। ରାହୁକୁ ସଂସ୍କୃତରେ ରାହୁ ବି କୁହନ୍ତି, ତମ ମଧ୍ୟ କୁହନ୍ତି, ଇଂଲିଶରେ କହନ୍ତି ଡ୍ରାଗନ୍ସ ହେଡ୍। ଆପଣ ଯଦି ଜାଣିଥିବେ ସବୁ ରାହୁ କେତୁଙ୍କର ଯଦି ଷ୍ଟୋରି ଆପଣ ଜାଣିଥିବେ ତ ଭଲ କଥା। ଜାଣିଛନ୍ତି କି ରାହୁ କେତୁର? ଯେତେବେଳେ ସମୁଦ୍ର ମନ୍ଥନ ହେଲା, ସମୁଦ୍ରରୁ କଣ ବାହାରିଲା? ଅମୃତ ବାହାରିଲା। ସେ ଷ୍ଟୋରି ଯଦି ମୁଁ ଆଉ କହିବା ପାଇଁ ଚାହୁଁନି, ଆପଣ ସବୁ ଜାଣିଥିବେ। ତ ସେଇଠୁ ସୃଷ୍ଟି ହେଲା ଆପଣଙ୍କ ରାହୁ ଆଉ କେତୁ। ରାହୁ ଆପଣ ଆକ୍ଚୁଆଲି ଗ୍ରହ ହେଲେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି। ରାହୁ କେତୁ ହେଲେ ଆପଣଙ୍କ ଛାୟା ଗ୍ରହ। ତ ରାହୁ ଆଉ କେତୁ, ରାହୁର କଣ ଅଛି? ମୁଣ୍ଡ, ରାହୁଏଲର ମୁଣ୍ଡ ଅଛି, ଆଉ କେତୁର କଣ ଅଛି ନା ଗଣ୍ଡି ଅଛି, ବଡି। ଏଇଟା ହେଲା ବଡି, ଏଇଟା ହେଲା ମୁଣ୍ଡ। ଇଏ ହେଲା ହେଡ୍, ଇଏ ହେଲା ବଡି। ଆପଣ ଯାହା ରାହୁ କେତୁର ଷ୍ଟୋରି ଜାଣିଥିବେ। ତ ଏତେ ଜିନିଷ କାଇଁ ଡିଟେଲ୍ସ ମୁଁ କହୁନି ସବୁ ଜିନିଷ, କାହିଁକିନା ଆମର ଆଷ୍ଟ୍ରୋଲୋଜିରେ ଯିଏ ପଢିବେ ସେ ସବୁ ଡିଟେଲ୍ସ ଷ୍ଟୋରି ସବୁ ଜିନିଷ ଜାଣିବା ଦରକାର, ବହୁତ ଜିନିଷ ଜାଣିବା ଦରକାର। ଯେହେତୁ ଆମର କେବଳ ଏଇସବୁ ନା ନା ଜିନିଷ ଦରକାର, ଆଉ କୋଉ ଭାବର କଣ, କୋଉ ଗ୍ରହ କୋଉ ଭାବରେ ରହିଲେ ତାର କଣ ପ୍ରଭାବ ପଡିବ ସେ ବିଷୟରେ ଆମକୁ କଣ ଜାଣିବାର ଅଛି। ତେଣୁ ଏତେ ଡିଟେଲ୍ସ ଆମେ ଭିତରକୁ ଯିବାନି। ତେଣୁ ଯୋଉ ଯୋଉ ଜିନିଷ ଦରକାର ଇମ୍ପୋର୍ଟାଣ୍ଟ ଜିନିଷ, ସେତିକି ଜିନିଷ ଆମେ ପ୍ରାକ୍ଟିସ କରିନେବା। ଓକେ। ତାହେଲେ 9 ଗ୍ରହର ନାମ ଆପଣଙ୍କୁ ଓଡ଼ିଆରେ ଆଉ ହିନ୍ଦୀରେ ନାମକୁ ମନେ ରଖିବା ପାଇଁ ପଡିବ। ତାହେଲେ କଣ ହେଲା? ପ୍ରଥମ ହେଲା ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ। ଇଂଲିଶ ଆପଣ ତାକୁ କହିଲେ ସନ୍, ମୁନ୍, ମାର୍ସ, ମର୍କୁରୀ, ଜୁପିଟର, ଭେନସ୍, ସାଟର୍ନ, ଡ୍ରାଗନ ହେଡ୍, ଡ୍ରାଗନ ଟେଲ୍। ରାହୁ କେତୁ, ଆଉ କିଛି ଜାଗାରେ ହିନ୍ଦୀରେ ମଧ୍ୟ ରାହୁ କେତୁ ବି ଲେଖାଯାଏ, କିଛି ଅସୁବିଧା ନାହିଁ। ତ ଆକୁ ଆପଣଙ୍କୁ ମନେ ରଖିବା ପାଇଁ ପଡିବ। ତେଣୁ ଗୋଟାଏ ଦିନ ବହୁତ ଜିନିଷ କହିଲେ ଆପଣ ମନେ ରଖିବା ପାଇଁ ଡିଫିକଲ୍ଟ ହବ। ଆଟ ଏ ଟାଇମ୍ ବହୁତ ଜିନିଷ, ସେଥିପାଇଁ ଆପଣ କମ କମ ଜିନିଷ କୁହାଯିବ ପ୍ରତି କ୍ଲାସରେ। ତ ଗୋଟେ ସପ୍ତାହ ସମୟ ରହିବ, ଆପଣ ସେ ସବୁ ଜିନିଷ ମନେ ରଖିବା ପାଇଁ ପଡିବ। ଓକେ। ତାହେଲେ ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ କୁହାହେଲା କୁଣ୍ଡଳି କେମିତି ତିଆରି କରିବେ, ହାତରେ କେମିତି। ବର୍ତ୍ତମାନ ସୁଦ୍ଧା ଆପଣ କଣ ପଢିଲେ ନା କୁଣ୍ଡଳି ଟା କେମିତି ହାତରେ ଆପଣ ଡ୍ର କରିବେ, ନର୍ଥ ଇଣ୍ଡିଆନ ଚାର୍ଟ ଆଉ ସାଉଥ ଇଣ୍ଡିଆନ, ସରି ଇଷ୍ଟ ଇଣ୍ଡିଆନ ଚାର୍ଟ, ଓଡିଆ ଚାର୍ଟ ଆଉ ହିନ୍ଦୀର ଚାର୍ଟ, ନର୍ଥ ଇଣ୍ଡିଆନ ଚାର୍ଟ ଆପଣ କେମିତି ଡ୍ର କରିବେ। ସେକେଣ୍ଡ ହେଲା କୋଉ କୋଉ ଭାବ ଆପଣ କେମିତି ନେମିଂ କରାଯାଏ ସେଇଟା ଜାଣିଲେ। ତାପରେ 12ଟି ରାଶିର ନାମ ଜାଣିଲେ, ଓଡିଆରେ, ହିନ୍ଦୀରେ ଆଉ ଇଂଲିଶରେ। ନେକ୍ସଟ ଜାଣିଲେ ଆପଣ 9ଟି ଗ୍ରହର ନାମ ଜାଣିଲେ, ତାକୁ ସଂସ୍କୃତରେ, ଓଡିଆରେ ଆଉ ଇଂଲିଶରେ କେମିତି ନା କାହା କାହା କଣ ଅଛି ସେଇଟା ଜାଣିଲେ। ଓକେ। ଆଉ ଡିଟେଲ ବହୁତ ଜିନିଷ ତ ପଢିବା, ୱାନ୍ ବାଇ ୱାନ୍ ପଢିବା। ନେକ୍ସଟ ଯିବା, ଆପଣ ମାନେ କୁହନ୍ତୁ ସବୁ ଜିନିଷ ଦରକାର, ଯୋଉ ଯୋଉ ଜିନିଷ ଦରକାର ଆମକୁ, କାହିଁକିନା ଆପଣ କୋଉ ଦିନ ଜନ୍ମ ହେଇଛନ୍ତି ସେଇଟା ଦରକାର। ତାହେଲେ ୱିକଲି ଆପଣ ମାସକୁ, ଗୋଟେ ମାସ କହୁଛନ୍ତି 1 ମନ୍ଥ। 1 ମନ୍ଥ ହେଲେ କେତେ ଦିନ? 1 ମନ୍ଥ ହେଲେ କେତେ ଦିନ? ହାଉ ମେନି ଡେଜ?
प्रथम आम वर्ष को पढ़ेगा 1 ईयर पढ़ेगा 1 by 1 आसवा गोटे वर्ष केते मास गोटे वर्ष केते मास गोटे वर्ष केते मास गोटे वर्ष है 12 मास केते दिन ना 365 दिन 23 दिन आप नॉलेज भी रहा दरकार तेणु गोटे वर्ष है 12 मास 365 दिन ताले गोटे मास है केते दिन गोटे मास है केते दिन यस लिखते चार्ट बॉक्स गोटे मास केते दिन गोटे मास केते दिन चार्ट बॉक्स टिके लिखंतु नहले जातक ठीक से भाई करि परिबेनी गोटे मास जदि केते दिन आपण न करि परिबे कैलकुलेशन कला बेल को जते गणना करिवे करि परिबे नहीं ताले कहंतु गोटे मास केते दिन एपर्यंत कई ठीक आंसर देना चार्ट बॉक्स रे एपर्यंत कहारी आंसर ठीक आसे मो क्वेश्चन थिला गोटे मास केते दिन चार्ट बॉक्स रे कहारी आंसर एपर्यंत ठीक आसीनी कहारी आंसर एपर्यंत ठीक आसी नहीं जिते जने चार्ट बॉक्स रे आंसर लिखि यस एबे ठीक आंसर आसिला एबे गोटे आंसर ठीक आसिला तो जदि आपण मास जदि जानि नथिबे केते दिन के रहे तले आपण कैलकुलेशन करे असुविधा हो भल भल सब करबे ताल देखंतु आपण रहिला केते गोटे मास 31 दिन अछि गोटे मास 30 दिन अछि गोटे मास 29 दिन अछि गोटे मास 28 दिन अछि ଆପଣ ସବୁ ଜାଣିଛନ୍ତି କୋଉ କୋଉ ସେଇଟା ବି ଜାଣିବାକୁ ପଡିବ କୋଉ ମାସ ଆପଣଙ୍କର କେତେ ଦିନ ସେଇଟା ବି ଜାଣିବା ପାଇଁ ପଡିବ ପ୍ରତି ମାସର ନାଁ ବି ମନେ ରଖିବା ପାଇଁ ପଡିବ କଣ ରଖିବା ନା ପ୍ରତି ମାସର ନାଁ ମନେ ରଖିବା ପାଇଁ ପଡିବ ଓଡିଆରେ ମନେ ରଖିବା ପାଇଁ ପଡିବ ହିନ୍ଦୀରେ ମନେ ରଖିବା ପାଇଁ ପଡିବ ଇଂଲିଶ ରେ ମଧ୍ୟ ମନେ ରଖିବା ପାଇଁ ପଡିବ ତାହେଲେ କୋଉ କୋଉ ମାସ ଆପଣ ଇଂଲିଶରେ ଯଦି କହିବେ इंग्लिश रे मास कहते गोटे गोटे मैं सर्ट लिखुची जानुआरी मास केते दिन ऑडियो ऑन करी कहि परिबे जानुआरी मास केते दिन ऑडियो ऑन करी मध्य कहि परिबे 31 ओके ताले कहते गोटे गोटे मैं लिखुची जानुआरी मास हला 31 दिन फेब्रुआरी मास केते दिन 28 फेब्रुआरी मास केते दिन 28 दिन फेब्रुआरी मास हला 28 रहइबो आ 29 रहइबो जोटा लीप ईयर थिबो जोटा लीप ईयर थिबो लीप ईयर थिले केते आसियो ओडिया को अधिक वर्ष एमसीटी आसिबो 29 डेज अदरवाइज फेब्रुआरी रहइबो कोन केते 28 डेज लीप ईयर जोटा अपन को अधिक वर्ष कहउछंती से जो वर्ष थिबो सी हबो केते 29 आउ इन जनरल सब वर्ष फेब्रुआरी मास रहइबो केते 28 दिन आपण दे कैलकुलेशन कर गोटे वर्ष 29 दिन तो आप 28 दिन कैलकुलेशन करते भूलभाल सब हो ना तो जानुआरी है 31 फेब्रुआरी है 28 आ 29 लीप ईयर है 29 आ अदरवाइज 28 मार्च मास केते दिन 31 31 एप्रिल केते दिन मे केते दिन मे मास केते दिन तेणु आपको मन रखा पड़ो ये कहूँ आप पेन एंड पेपर रखिए क्या आपण लेखिले सब लेखिदेवे एमती कर मन नथिबो जड़े पचार सेप्टेम्बर मास केते दिन सेप्टेम्बर मास केते दिन कहले फटाफट सेप्टेम्बर मास केते दिन 28 सेप्टेम्बर मास सार 28 दिन कुआडे आसीबो 30 सर तो ये सब जिनस आपण भूलभाल करेंगे आप केमी कुंडली तैयारी करेंगे कहना तो ये सब लेखिला बेल खान जेहेतु लिखुं सीरियल वाइज आपको कहीदे पारे लिखिदे पारे कि कहला बेलू आप भूलभाल करेंगे
ଜଣେ କିଛି ପଚାରିଲେ ଆପଣ ମୁହଁ ତାକୁ କାଲକୁଲେସନ କରି କହିବେ, ମୁହଁ କାଲକୁଲେସନ କରିବା ପାଇଁ ପଡେ ତ କଣ କରିବେ, ଭୁଲ ଭାଲ ସବୁ କରିଦେବେ ନା। ଏଥିପାଇଁ ଆପଣଙ୍କୁ ଆମର କଥା ମତେ ଜାଣିଛି ଆଉ ଜାଣିବା ଅଲଗା ଅଲଗା କଥା, ଆଉ ମନେ ରଖିବା ଅଲଗା କଥା। ମନେ ରଖି ସାଙ୍ଗେ ସାଙ୍ଗେ ପ୍ରେଡିକ୍ସନ କରିବା ସେଇଟା ଅଲଗା କଥା। ତେଣୁ ଏସବୁ ଆପଣ ଖାତାରେ ଲେଖିବା ପାଇଁ ପଡିବ, ଖାତାରେ ଲେଖିକି ସବୁ ମନେ ରଖିବା ପାଇଁ ପଡିବ। ତାହେଲେ ମେ ମାସ ହେଲା କେତେ, 31। ଜୁନ, ଜୁନ ମାସ କେତେ ଦିନ, 30। ଓକେ। ଜୁଲାଇ, ଜୁଲାଇ କେତେ ଦିନ, 31। ଭୁଲ ଭାଲ করে ସବୁ ଆନ୍ସର ସବୁ ଭୁଲ ଭାଲ করে କହୁଛନ୍ତି। ଅଗଷ୍ଟ, ଅଗଷ୍ଟ କେତେ ଦିନ, 31 सर। ହୁଁ? 31 31 31 ଜୁଲାଇ 31 ଅଗଷ୍ଟ 31। ସେପ୍ଟେମ୍ବର, 30 30। ଅକ୍ଟୋବର, 30 31 ନଭେମ୍ବର, 30 ଡିସେମ୍ବର। 31 ତ ଆପଣଙ୍କ ମନେ ରଖିବା ପାଇଁ ପଡିବ, ଏ ସବୁ ଜିନିଷ ଆପଣଙ୍କୁ ମନେ ରଖିବା ପାଇଁ ପଡିବ। ଯଦି ମନେ ରଖିବେ ତାହେଲେ ଆପଣଙ୍କୁ କାମରେ ଆସିବ। ତାହେଲେ ବର୍ଷକ ହେଲା ଏସବୁ ଜିନିଷ। ଆଉ ମଧ୍ୟ ଅଲଗା ଅଲଗା କାଲକୁଲେସନ ଅଛି ସାର୍, ଅଡିଓ ୱେଟ୍ କରିଦିଅନ୍ତୁ। ତ ଏସବୁ ଜିନିଷ ଆପଣଙ୍କୁ ମନେ ରଖିବାକୁ ପଡିବ। ଏକ୍ଜାକ୍ଟଲି କହୁନି, ଏକ୍ଜାକ୍ଟ ଆଉ ବହୁତ ଜିନିଷ ଅଛି। ମୁଁ ଆଭରେଜ କଲେ 365 ଏ ଯୋଉ ମିନିଟ ସେକେଣ୍ଡ ସବୁ ଅଛି, ମୁଁ ଖାଲି ଆଭରେଜଲି ଆପଣଙ୍କୁ କହିଦେଲି। ତାହେଲେ ଆପଣ ମାସ ଜାଣିଲେ, ଆଉ କୋଉ କୋଉ ମାସ କେତେ ଦିନ ସେଇଟା ଜାଣିଲେ। ତାପରେ କୁହନ୍ତୁ ନେକ୍ସଟ କ୍ୱେଶ୍ଚନ ହେଲା, ମାସକ କେତେ ପକ୍ଷ, 1 month, ଗୋଟେ ମାସରେ କେତେ ପକ୍ଷ, ଦୁଇଟା ଗୋଟେ ପକ୍ଷ ସାର୍। ଦୁଇ ପକ୍ଷ, କଣ କଣ ପକ୍ଷ, कृष्ण पक्ष ଚନ୍ଦ୍ର शुक्ल ପକ୍ଷ, ଚନ୍ଦ୍ର ପକ୍ଷ। ଶୁକ୍ଲ ପକ୍ଷ ଆଉ କୃଷ୍ଣ ପକ୍ଷ, ଦୁଇଟା ପକ୍ଷ ହେଲେ। ତାହେଲେ ଯୋଉ ପକ୍ଷ ଯୋଉ କହିଲେ ଦି ପକ୍ଷ, ପ୍ରତ୍ୟେକ ଦିନ ଯୋଉ ପ୍ରତ୍ୟେକ ଦିନ ଯୋଉ ରହିଲା, ପ୍ରତ୍ୟେକ ଦିନକୁ ଆପଣ କଣ କହନ୍ତି କିଏ ଜାଣିଛନ୍ତି? ପ୍ରତିଦିନ ଯୋଉ ରହିଲା, ପ୍ରଥମ ଦିନ, ଦ୍ଵିତୀୟ ଦିନ, ତୃତୀୟ ଦିନ, ଚତୁର୍ଥ ଦିନ, ପଞ୍ଚମ ଦିନ, କଣ କୁହନ୍ତି କିଏ କହିପାରିବେ? ପ୍ରତିଦିନ ଯୋଉ ରହିଲା କିଏ କଣ କହିପାରିବେ? ପ୍ରଥମ, ଦ୍ଵିତୀୟ, ଯୋଉ ତୃତୀୟ ରହିଲା କଣ କୁହନ୍ତି କିଏ ଜାଣିଛନ୍ତି କହିପାରିବେ? ଏସବୁ ଜିନିଷ ଭାଇ ପ୍ରତିପ ଦ୍ୱିତୀୟା ତୃତୀୟା ଏଇଟା। ଦେଖନ୍ତୁ ଆପଣ ଆଗରେ ରଖିଦେଇଛି, ଖାତାରେ ଲେଖି ରଖନ୍ତୁ, ମନେ ରଖନ୍ତୁ। ପ୍ରଥମ ଦିନ ହେଲା ପ୍ରତିପଦ, ପ୍ରତିପଦ। ଦ୍ୱିତୀୟା, ଦ୍ୱିତୀୟ ଦିନକୁ ସେକେଣ୍ଡ ଡେ କହନ୍ତି ଦ୍ୱିତୀୟା। ତ ପ୍ରଥମ ଯୋଉ ରହିଲା ଶୁକ୍ଳ ପକ୍ଷ, ଦିଟା ପକ୍ଷ ହେଲା, ଗୋଟେ ହେଲା ଶୁକ୍ଳ ପକ୍ଷ ଆଉ ଗୋଟେ ହେଲା କୃଷ୍ଣ ପକ୍ଷ। କୃଷ୍ଣ ପକ୍ଷ। ତ ପ୍ରଥମ ଦିନକୁ କୁହନ୍ତି ପ୍ରତିପଦ, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ଆଉ 15 ଡେଜ କୁହନ୍ତି ଶୁକ୍ଳ ପକ୍ଷର 15 ଡେଜ କୁହନ୍ତି ପୂର୍ଣ୍ଣିମା। କଣ କହନ୍ତି? ପୂର୍ଣ୍ଣିମା, ଫୁଲ ମୁନ ପୂର୍ଣ୍ଣିମା। ଡେ। ତ ସିମିଲାରଲି କୃଷ୍ଣ ପକ୍ଷ ଯୋଉ ଆରମ୍ଭ ହବ, ଶୁକ୍ଳ ପକ୍ଷ ସରିଗଲା, ଯୋଉଠି ପୂର୍ଣ୍ଣିମା ହେଇଗଲା, ତାପରେ ପୁଣି କଣ ହବ? ପୁଣି ଆରମ୍ଭ ହବ। ପ୍ରଥମ, ଦ୍ୱିତୀୟ ଦିନ ଏଇଠି 15 ଡେଜ ଏଇଠି ପଳେଇଲା। ତାପରେ ନେକ୍ସଟ ପୁଣି ଆରମ୍ଭ ହବ। ପ୍ରତିପଦ, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଏକାଦଶୀ, ଦ୍ୱାଦଶୀ, ତ୍ରୟୋଦଶୀ, ଚତୁର୍ଦଶୀ, ଆଉ ଲାଷ୍ଟ ରହିବ କୃଷ୍ଣ ପକ୍ଷର ଅମାବାସ୍ୟା। ଲାଷ୍ଟ ଡେଟ ହେଲା ଅମାବାସ୍ୟା। ତ ଆକୁ ଆପଣଙ୍କୁ ସବୁ ୱାନ ବାଇ ୱାନ ମନେ ରଖିବା ପାଇଁ ପଡିବ।
ओके ताले कौन ना मासक 2 पक्ष पड़िले प्रति पक्ष है 15 दिन रहलो प्रति पक्ष शेष दिन है शुक्ल पक्ष शेष दिन है पूर्णिमा कृष्ण पक्ष शेष दिन है कौन ना अमावास्या मावस अमावास्या पुणी आरंभ हो शुक्ल पक्ष नेक्स्ट मास आरंभ हो शुक्ल पक्ष आरंभ हो तो ये सब जिन आपण मन रखा पड़ो जड़े पचारे जड़े कौ तिथि जन्म होती जड़े जी कह से जन्म हो एकादशी तिथि एकादशी तिथि जन्म होती स्वभाव कौन हुए आपन मन रखा पड़ो द्वादशी जी जन्म है तार जन्मर लक्षण कौन रुहे से मन रखा पड़ो प्रेडिक्शन आप करेंगे ना मन रखा पड़ो जड़े जो पंचमी तिथि जन्म होती पंचम शुक्ल पक्ष पंचम दिन जन्म होती से व्यक्तिर स्वभाव कौन रही जिन मन रखा पड़ो आप तो जानते तो लिखे कहे तो ये सब जिन आपन को मन रखा पड़ो ओके तापर आसतु कहतु गोटे मसरे केते सप्ताह अच्छे गोटे मसरे केते सप्ताह 4 4 सप्ताह तो प्रति सप्ताह केते दिन 7 दिन प्रति सप्ताह केते दिन प्रति सप्ताह है 7 दिन तो तार ना आपन को हिंदी इंग्लिश आ ओडिया रे मन रखा पड़ो तो प्रथम है आपणकर रविवार जोटा आप कहते संडे मंडे सोमवार आपन कहते मंगलवार ट्यूसडे बुधवार वेडनेसडे गुरुवार हिंदी रे कहते बृहस्पतिवार कहते हिंदी रे बृहस्पतिवार कहते किसी जगह गुरुवार कहते बृहस्पतिवार कहते शुक्रवार शनिवार तो ये दिन से आप मन रखा पड़ो कल वर्ष मास पक्ष सप्ताह पड़े राशि नक्षत्र ये सब ना सब आप कौन करेंगे मन रखिए ग्रह पड़े तापर आम जा नक्षत्र केतेटा नक्षत्र आपण मैंने जानी कहींपारे लिखि तो पारे मन केतेटा सर नक्षत्र अच्छे आज्ञा सर टिके कृष्ण पक्ष टा टिके देखिए अधा लिखिसे टिके आ लास्ट कृष्ण पक्ष इधर रहीगला लिखी पटापट पटापट जिते लिखे आपण जिते लिखे से मन रहा आपन कहीं वीडियो अच्छे देखीदे ना गूगल मारिक देखीदेवी अलग गोटे सर्च कर पर लिखिदेवी भाई लिखे कि मन रही खातार लिखिले जड़े जदि एक्सपर्ट हाँपाई चाहते आपन सब पेन एंड पेपर लिखा पड़ो जिते लिखे आपन सेते एक्सपर्ट हेबे न लिखुंत जिन हबानी हाँ सर है ओके चलो कहते केते जन जानी केतोटी नक्षत्र अच्छे केतोटी नक्षत्र अच्छी जानी यस चैट बॉक्स लिखते चैट बॉक्स लिखते केतोटी नक्षत्र अच्छा नक्षत्र ना को आप सब मन रखा पड़ो मन न रखिले भाई असुविधा हम ग्रह तो अल्प ना अच्छे मन रखिदेवे कि नक्षत्र जो 27 नाम रहिले मन रखा असुविधा हम से आपन लिखा पड़ो लिखे कौन मन रखा पड़ो जी जिते मन रखिपर जिते जल्दी से जल्दी कम कर ना जातक करें आपड़ लिखे कौ नक्षत्र रे सा जन्म कौ नक्षत्र जन आप नक्षत्र ना तो रखी मन रखी तो लिखे नक्षत्र ना मन रखिले कम लिखे देखो आपण ना आगे
27ଟା ନକ୍ଷତ୍ର ମୁଁ ଗୋଟେ ବଡ କରିଦଉଛି ଆପଣଙ୍କୁ ଦେଖିବାକୁ ସୁବିଧା ହବ। ଓଡିଆରେ ବି ହଁ, ଓଡିଆରେ 12 ମାସର ନାଁ ମଧ୍ୟ ଆପଣ ଲେଖି ରଖନ୍ତୁ। ଓଡିଆ 12 ମାସ କେବଳ ଇଂଲିଶରେ କହିଦେଲେ ଓଡିଆ ଲେଖିଲେ ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ ଏଇଟା ଲେଖିଦିଅନ୍ତୁ। କୋଉ କୋଉ ମାସ ରହୁଛି ଏଇଟା ମଧ୍ୟ ନୋଟ ଡାଉନ କରିନିଅନ୍ତୁ। ଓଡିଆରେ ଇଂଲିଶରେ ଆମେ କହିଥିଲେ, ଓଡିଆରେ କହିନଥିଲି। ଓଡିଆରେ ମଧ୍ୟ ଲେଖି ଦିଅନ୍ତୁ। ଚୈତ୍ର ମାସ ପ୍ରଥମ ହେଲା ଚୈତ୍ର, ମାର୍ଚ୍ଚରୁ ଏପ୍ରିଲ ହେଲା ଚୈତ୍ର ମାସ। ବୈଶାଖ ଏପ୍ରିଲ ମେ ହେଲା ବୈଶାଖ। ଜ୍ୟେଷ୍ଠ ହେଲା ମେରୁ ଜୁନ। ଆଷାଢ ହେଲା ଜୁନରୁ ଜୁଲାଇ। ଦେନ୍ ଶ୍ରାବଣ ହେଲା ଜୁଲାଇରୁ ଅଗଷ୍ଟ। ଭାଦ୍ରବ ହେଲା ଅଗଷ୍ଟ ସେପ୍ଟେମ୍ବର। ଆଶ୍ଵିନ ହେଲା ସେପ୍ଟେମ୍ବର ଅକ୍ଟୋବର। କାର୍ତ୍ତିକ ହେଲା ଅକ୍ଟୋବର ନଭେମ୍ବର। ମାର୍ଗଶିର ହେଲା ନଭେମ୍ବର ଡିସେମ୍ବର। ପୌଷ ହେଲା ଡିସେମ୍ବର ଜାନୁଆରୀ। ମାଘ ହେଲା ଜାନୁଆରୀ ଫେବୃଆରୀ। ଫାଲଗୁନ ହେଲା ଫେବୃଆରୀ ମାର୍ଚ୍ଚ। ତ ଏଇ ହେଲା ଓଡିଆର 12 ମାସ। ଆଉ କୋଉ କୋଉ ଇଂଲିଶରେ କୋଉ କୋଉ ମାସରେ କୋଉ କୋଉ ମାସ ଆପଣ ଯେମିତି ଇଂଲିଶରେ ଜାନୁଆରୀ 1 ରୁ କରୁଛନ୍ତି, ଦିଟା ଇଂଲିଶ ମାସ ମିଶିକିରି ଅଧା ଏ ଅଧାରୁ ସେ ଅଧା ରହୁଛି ଆପଣଙ୍କର ଓଡିଆର ମାସ। ତାକୁ ମଧ୍ୟ ଆପଣ ମନେ ରଖିବା ପାଇଁ ପଡିବ। ଲେଖିବା ପାଇଁ ପଡିବ, ମନେ ରଖିବା ପାଇଁ ପଡିବ ଭାଇ। ମନେ ନ ରଖିଲେ ଏସବୁ ଜିନିଷ ହବନି। ତେଣୁ ସେଥିପାଇଁ କହୁଛି ଆସ୍ତେ 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 ଆମେ ସବୁ ପଢିବା। ଏଇ ସବୁ ଜିନିଷ ଆପଣ ମନେ ରଖିବାକୁ ପଡିବ। ବହୁତ ଜିନିଷ ମନେ ରଖିବା ପାଇଁ ପଡିବ। ମନେ ରଖିଲେ ହିଁ ହବ। ଓକେ। ତିଥି ପଢିଲେ, ତିଥି ପରେ ଇଏ ହେଲା ଓଡିଆ ମାସ। ଇଂଲିଶ ମାସ ଲେଖିଦେଇଥିଲେ, ଓଡିଆ ମାସ ଲେଖିନଥିଲେ। ଓକେ। ଚାଲନ୍ତୁ, ନକ୍ଷତ୍ର ହେଲା 27। 27ଟା ନକ୍ଷତ୍ରର ନାମ ଲେଖିବା। ଓକେ। ନକ୍ଷତ୍ର 27ଟା ନକ୍ଷତ୍ର, 27ଟା ନକ୍ଷତ୍ର ନାମ ଲେଖନ୍ତୁ। ପ୍ରଥମ ହେଲା ଅଶ୍ଵିନୀ। ସେକେଣ୍ଡ ହେଲା ଦ୍ୱିଜା କହନ୍ତି, ଓଡିଆରେ ଦ୍ୱିଜା ବି କହନ୍ତି। और ଭାରିନୀ କହନ୍ତି ହିନ୍ଦୀରେ। ଓଡିଆରେ ଦ୍ୱିଜା କହନ୍ତି, ହିନ୍ଦୀରେ ଭାରିନୀ କହନ୍ତି। ତାପରେ ତୃତୀୟ ହେଲା କୃତ୍ତିକା। ତୃତୀୟ ହେଲା କୃତ୍ତିକା। ଚତୁର୍ଥ ହେଲା ରୋହିଣୀ। ରୋହିଣୀ ନକ୍ଷତ୍ର। ରୋହିଣୀ ନକ୍ଷତ୍ର କିଏ ଜନ୍ମ ହେଇଥିଲେ କହିପାରିବେ କିଏ? ରୋହିଣୀ ନକ୍ଷତ୍ରରେ କିଏ ଜନ୍ମ ହେଇଥିଲେ କିଏ କହିପାରିବେ? ଜାଣିଛନ୍ତି? କୃଷ୍ଣ। ଶ୍ରୀକୃଷ୍ଣ। ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ ରୋହିଣୀ ନକ୍ଷତ୍ରରେ। ଦେନ୍ ହେଲା ମୃଗଶିରା। 6ରେ ହେଲା ଆଦ୍ରା। 7ରେ ହେଲେ ପୁନର୍ବସୁ। 8ରେ ହେଲେ କ୍ଲୋଜ। ପୂଷା। କଣ କହୁଛନ୍ତି ଶ୍ରୀକାନ୍ତ ସାର୍? ମୁଁ ସାର୍ ଟିକେ ସ୍ଲୋ ସ୍ଲୋ କରନ୍ତୁ, ଚଟ ଚଟ ହେଇକି ମୃଗଶିରା କତର କରନ୍ତୁ। ଲେଖନ୍ତୁ। ସ୍କ୍ରିନ ଉପରେ ଆପଣଙ୍କ ଅଛି, ଦେଖିକି ଲେଖିପାରିବେ। ପ୍ରଥମ ହେଲା ଅଶ୍ଵିନୀ। ଦ୍ଵିତୀୟ ହେଲା ଦ୍ୱିଜା କହନ୍ତି ଆଉ ଭରିଣୀ କହନ୍ତି। ତୃତୀୟ ହେଲା କୃତ୍ତିକା। ଚତୁର୍ଥ ହେଲା ରୋହିଣୀ। ପଞ୍ଚମ ହେଲା ମୃଗଶିରା। 6 ହେଲା ଆଦ୍ରା। 7 ହେଲା ପୁନର୍ବସୁ। 8 ହେଲା ପୁଷ୍ୟ।
ନଅ ହେଲା ଅଶ୍ଲେଷା। 9 ନମ୍ବର ହେଲା ଅଶ୍ଲେଷା। 10 ନମ୍ବର ହେଲା ମଘା। ଲେଖନ୍ତୁ କପିରେ ସବୁ ଲେଖି ରଖନ୍ତୁ, ନହେଲେ କହିବି ମୁଁ ଆକୁ ସ୍କ୍ରିନସଟ ମାରି ରଖିଦଉଛି ପଛରେ ଲେଖିବି, ଜମା ଲେଖିପାରିବେ। ଏ ସ୍କ୍ରିନସଟ ହିଁ ମୋବାଇଲ ଭିତରେ ହେଇଯିବ, ମୋବାଇଲ ଭିତରେ ଆପଣଙ୍କୁ ଆସିବନି, ଖାତାକୁ ଆସିବନି। ମଘା ଲେଖି ପରେ ରଖ। 11ଟା କଣ? 11 ହେଲା ପୂର୍ବ ଫାଲ୍ଗୁନି। 11 ନମ୍ବର ହେଲା ପୂର୍ବ ଫାଲ୍ଗୁନି, ଆଉ ଗୋଟେ ବଢେଇ ଦଉଛି। 11 ନମ୍ବର ହେଲା ପୂର୍ବ ଫାଲ୍ଗୁନି। 12 ନମ୍ବର ହେଲା ଉତ୍ତର ଫାଲ୍ଗୁନି। 12 ନମ୍ବର ଉତ୍ତର ଫାଲ୍ଗୁନି। 13 ନମ୍ବର ହେଲା ହସ୍ତା। 13 ନମ୍ବର ହେଲା ହସ୍ତା। 14 ନମ୍ବର ହେଲା ଚିତ୍ରା। ଲେଖି ରଖନ୍ତୁ, 14 ନମ୍ବର ହେଲା ଚିତ୍ରା। ସବୁ କ୍ଲାସ ରେ ଭାଇ ପେନ୍ ଆଣ୍ଡ ପେପର ରଖିବେ, ପେନ୍ ଆଣ୍ଡ ପେପର ରଖି ଲେଖି ରଖିବେ। 15 ନମ୍ବର ହେଲା ସ୍ୱାତି। 16 ନମ୍ବର ହେଲା ବିଶାଖା। 16 ନମ୍ବର ହେଲା ବିଶାଖା। 17 ନମ୍ବର ହେଲା ଅନୁରାଧା। 18 ନମ୍ବର ହେଲା ଜ୍ୟେଷ୍ଠା। 19 ନମ୍ବର ହେଲା ମୂଳା। 19 ନମ୍ବର ହେଲା ମୂଳା। ହିନ୍ଦୀରେ ମୂଳ କହୁଛନ୍ତି, ଓଡିଆରେ ହେଲା ମୂଳା। ମୂଳା ନକ୍ଷତ୍ର ଜନ୍ମ। 20 ନମ୍ବର ହେଲା ପୂର୍ବାଷାଢା। 20 ନମ୍ବର ହେଲା ପୂର୍ବାଷାଢା। 21 ନମ୍ବର ହେଲା ଉତ୍ତରାଷାଢା। 21 ନମ୍ବର ହେଲା ଉତ୍ତରାଷାଢା। 22 ନମ୍ବର ହେଲା ଶ୍ରବଣା। ଏଠି ହିନ୍ଦୀରେ ଶ୍ରବଣ କହୁଛନ୍ତି, ଓଡିଆରେ ହେଲା ଶ୍ରବଣା। ଶରଣା ଯେ କହୁଛନ୍ତି ସେଇ କି? ଶ୍ରବଣା। 23 ନମ୍ବର ହେଲା ଧନିଷ୍ଠା। 23 ନମ୍ବର ହେଲା ଧନିଷ୍ଠା। 24 ନମ୍ବର ହେଲା ଶତଭିଷା। 24 ନମ୍ବର ହେଲା ଶତଭିଷା। 25 ନମ୍ବର ହେଲା ପୂର୍ବ ଭାଦ୍ରପଦ। 25 ନମ୍ବର ହେଲା ପୂର୍ବ ଭାଦ୍ରପଦ। ପୂର୍ବ ଭାଦ୍ରପଦ। ଉତ୍ତର 26 ନମ୍ବର ହେଲା ଉତ୍ତର ଭାଦ୍ରପଦ। ପଦ କେତେ କୁହନ୍ତୁ, ପଦା ମଧ୍ୟ କୁହନ୍ତୁ। 27 ନମ୍ବର ହେଲା ରେବତୀ। ତାହେଲେ ଇଏ ହେଲେ ଆପଣଙ୍କର 36ଟି ନକ୍ଷତ୍ର। ତାହେଲେ ଯାହା ଯାହା ସବୁ ଆଜି ପଢିଲେ, ଏଇ ସବୁ ଜିନିଷ ଆପଣ କଣ କରିବେ, ମନେ ରଖିଥିବେ। ନେକ୍ସଟ କ୍ଲାସ ଏଗେନ ଆପଣଙ୍କର ଥର୍ସଡେ ହବ। ନେକ୍ସଟ କ୍ଲାସ ଏଗେନ ଥର୍ସଡେ, ପ୍ରତି ଥର୍ସଡେ ରେ ଆପଣଙ୍କର କ୍ଲାସ ହଉଛି। ତ ନେକ୍ସଟ ଥର୍ସଡେ କୁ ଆପଣ ମାନେ ସବୁ ମନେ ରଖିବେ। ତ ପ୍ରଥମେ ଆମେ କଣ ପଢିଲେ, ରାଶି, ନକ୍ଷତ୍ର।
କେତେଟା ରାଶି ପଡିଲେ? କେତେଟା ରାଶି? 12 12ଟା ରାଶି। କେତେଟା ନକ୍ଷତ୍ର ପଡିଲେ? 27 27। କେତେଟା ଗ୍ରହ ପଡିଲେ? 9। କେତେଟା ଗ୍ରହ? 9। ତାପରେ ଗୋଟେ ବର୍ଷ କେତେ ଦିନ ପଡିଲେ, କେତେ ମାସ ପଡିଲେ, ପ୍ରତି ମାସ କେତେ ଦିନ ପଡିଲେ, କେତେ ପକ୍ଷ ପଡିଲେ, କେତେ ସପ୍ତାହ ପଡିଲେ, ସପ୍ତାହକୁ କେତେ ଦିନ, ସେଇଟା ମଧ୍ୟ ପଢିଲେ। ତ ଇଏ ବେଶୀ ଜିନିଷ ଆପଣ ମାନେ ସମସ୍ତେ ଜାଣିଛନ୍ତି କିନ୍ତୁ ମନେ ରଖୁନାହାନ୍ତି। ଏ ସବୁ ଜିନିଷ ଆପଣ କଣ କରିବେ, ମନେ ରଖିବାକୁ ପଡିବ। ବହୁତ ସ୍ଲୋଲି ଆମେ ଯାଉଛେ, ଆସ୍ତେ ଆସ୍ତେ ଯାଉଛେ, କିଛି ଅସୁବିଧା ହବନି। ଆପଣ ଏସବୁ ଜିନିଷ ମନେ ରଖିକି ଯିବା ପାଇଁ ପଡିବ। ଆପଣ ଭାବିବେ ପରେ ମନେ ରଖିବି, ନାହିଁ, କାରଣ ଦିନେ ଦିନେ ଟ୍ୟାକ୍ସ ବଢି ଯିବ। ଦିନେ ଦିନେ ଟ୍ୟାକ୍ସ ବଢି ଯିବ, ଆପଣ ଆଟ ଏ ଟାଇମ ମନେ ରଖି ପାରିବେନି। ତେଣୁ ଯଦି ଆପଣ ଆସ୍ତେ ଆସ୍ତେ ପ୍ରତିଟି କ୍ଲାସ ଗୋଟେ ଗୋଟେ ସପ୍ତାହ ଆପଣ ଗ୍ୟାପ ରହୁଛି, ପ୍ରତି ସପ୍ତାହରେ ଆପଣ ଆକୁ ମନେ ରଖିବେ, ବାରମ୍ବାର ପ୍ରାକ୍ଟିସ କରି ଲେଖିବେ, ମନେ ରଖି ରଖିକି ଚାଲିବେ, ତାହେଲେ ଆଗାମୀ କିଛି ଅସୁବିଧା ହବ ନାହିଁ। ଆପଣ ଗୋଟେ କୁଣ୍ଡଲି ଦେଖୁ ଦେଖୁ ସଙ୍ଗେ ସଙ୍ଗେ ଆପଣ ପ୍ରେଡିକ୍ସନ ତାର କରିଦେଇ ପାରିବେ। ତ ଯଦି କୁଣ୍ଡଲି ଗୋଟେ ଆପଣ ପ୍ରିଣ୍ଟେଡ କୁଣ୍ଡଲି ରହିଗଲା, କୋଉ ଭାବରେ କିଏ ଅଛନ୍ତି, ଆପଣ ସେ ଭାବ ଦେଖିଦେଲେ ମିନ୍ସ ଲଗ୍ନରେ ଏଇ ଭାବ ଅଛି, ତାହେଲେ ସେ ଲୋକର ସ୍ୱଭାବ କଣ ହବା ଦରକାର। ତ ବର୍ତ୍ତମାନ ଚାଲିଛି ତାର କଣ, ତ ତା ଅନୁଯାୟୀ କଣ ତାର ଇଫେକ୍ଟ ଆସିବ। ଦ୍ୱିତୀୟ ଭାବରେ କଣ ଅଛି, ଦ୍ୱିତୀୟ ଭାବରେ କୋଉ ଗ୍ରହ ଅଛି, ସେ ଗ୍ରହ ସହିତ ଆଉ କିଏ ମିଶିକି ଅଛି, ସେ ସ୍ୱ ଗ୍ରହରେ ଅଛି କି ଅଦର ଗ୍ରହରେ ଅଛି। ଏସବୁ ଜିନିଷ ଆପଣ ଦେଖୁ ଦେଖୁ ଆପଣ ପ୍ରେଡିକ୍ସନ କରିପାରିବେ, ଯଦି ସବୁ ଜିନିଷ ଆପଣ ମନେ ରଖିବେ। ଓକେ, ତ ଆଜିର ଜିନିଷ ଯାହା ଆମେ ପଢିଲେ, ଆଶା କରେ ନେକ୍ସଟ କ୍ଲାସ ଆପଣ ଏସବୁ ଜିନିଷ ମୁଖସ୍ଥ କରିଦେଇଥିବେ, ମନେ ରଖି ସବୁ ଦେଇଥିବେ। ଗୋଟେ ଖାତା ଭାଇ ବନେଇକି ରଖନ୍ତୁ, ସିରିଏଲ ଯାହା ସବୁ ପଢା ହଉଛି ସବୁ ଲେଖିକି ରଖନ୍ତୁ। ଆପଣ କ୍ଲାସ ସରିଲା ବେଳକୁ ଆପଣ ସବୁ ଜିନିଷ ଆପଣ ସେ ଖାତାରେ ରହିଯାଇଥିବ, ଆପଣ ମନେ ରଖି ସାରିଥିବେ, ତ ଆପଣଙ୍କ ପ୍ରେଡିକ୍ସନ କରିବାରେ କିଛି ଅସୁବିଧା ହବ ନାହିଁ। ଓକେ, ତାହେଲେ ଦେନ୍ ଆଜି ପାଇଁ ଏତିକି। ନେକ୍ସଟ ପୁଣି ଦେଖା ହବା ଗୁରୁବାର କ୍ଲାସରେ। ଜୟ ଜଗନ୍ନାଥ, ଗୁଡ ନାଇଟ୍ ଟୁ ଅଲ୍। ନମସ୍କାର ସାର୍। ନମସ୍କାର ନମସ୍କାର।